ହ୍ୟାଲୋ ଏଭ୍ରିୱାନ୍ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଧର୍ମେନ୍ଦ୍ରକୁ। ଆଜି ଆମେ ଆପଣଙ୍କର ଯେଉଁ ବି ଏଡ୍ ଥାର୍ଡ଼ ସେମିଷ୍ଟରର ଲର୍ଣ୍ଣିଂ ଆସେସମେଣ୍ଟ ଯେଉଁ ଚାପ୍ଟର ଅଛି ତାର ୟୁନିଟ୍ 5ଟା କରିବା। ୟା ପୂର୍ବରୁ ମୁଁ ଯେତିକି ୟୁନିଟ୍ ଅଛି ତାର ଭିଡ଼ିଓ କମ୍ପ୍ଲିଟ୍ କରିଦେଇଛି, ଯେଉଁଟା ମୋ ୟୁଟ୍ୟୁବ୍ ପ୍ଲେଲିଷ୍ଟରେ ଥିବ, ଆପଣ ସେଠି ଦେଖିପାରିବେ। ଆଜି ଆମେ ୟୁନିଟ୍ 5 ପଢ଼ିବା କ'ଣ ଅଛି ନା ଇସ୍ୟୁଜ୍ କନସର୍ନସ୍ ଆଣ୍ଡ ଟ୍ରେଣ୍ଡସ୍ ଇନ୍ ଆସେସମେଣ୍ଟ ଆଣ୍ଡ ଇଭଲ୍ୟୁସନ୍। ହେଲା, ତ ଏଇ ଯେଉଁ ଆସେସମେଣ୍ଟ ଆଣ୍ଡ ଇଭଲ୍ୟୁସନ୍ ମାନେ କ'ଣ ନା ଆମେ ଯେଉଁ ଛୁଆମାନଙ୍କୁ କିଛି ଏକ୍ଜାମ୍ କରୁଛୁ, ହେଲା ତାଙ୍କୁ ପଢ଼େଇ ସାରିଲା ପରେ ସେ କେଉଁ ଭଳିଆ କ'ଣ ପ୍ରୋଗ୍ରେସ୍ କରୁଛନ୍ତି କ'ଣ ନାହିଁ, ତାଙ୍କୁ ଯେଉଁ ଟେଷ୍ଟ କରୁଛନ୍ତି ତା ଦେହରେ ନୂଆ ନୂଆ ସବୁ ଟ୍ରେଣ୍ଡସ୍ ଅଛି। ଯେଉଁଭଳିଆ ଏବେ ଅନଲାଇନ୍ ଏକ୍ଜାମିନେସନ୍ ଆସିଲାଣି କି ତୁମେ ଲାପଟପ୍ ମୋବାଇଲ୍ ସବୁ ୟୁଜ୍ କରିକି ତୁମେ ଦେଇପାରୁଛ, ତା ବିଷୟରେ ଆଜି ଟିକେ ଟିକେ ପଢ଼ିବା। ହେଲା, ଫାଷ୍ଟ ବୁଝିବା ୟୁନିଟ୍ ଟେଷ୍ଟ। ୟୁନିଟ୍ ଟେଷ୍ଟ ତ ସମସ୍ତେ ଜାଣିଥିବ। କ'ଣ ଗୋଟେ ୟୁନିଟ୍ ସରିଗଲା ପରେ ଯେଉଁ ହେଉଛି ଟେଷ୍ଟ ଦିଆଯାଏ ତାକୁ ଆମେ ୟୁନିଟ୍ ଟେଷ୍ଟ କୁହାଯାଏ। ତ ଏ ୟୁନିଟ୍ ଟେଷ୍ଟ ଇଜ୍ ଏ ଟାଇପ୍ ଅଫ୍ ସମିଟିଭ୍ ଆସେସମେଣ୍ଟ। এটা ମନେ ରଖିଥିବ ଛୁଆ, ୟୁନିଟ୍ ଟେଷ୍ଟଟା କାହା ଭିତରେ ଯିବ? ସମିଟିଭ୍ ଆସେସମେଣ୍ଟ ଭିତରେ ଯିବ। କାହିଁକି ଯିବ ନା ଇଟ୍ ଇଜ୍ କଣ୍ଡକ୍ଟେଡ୍ ଏଟ୍ ଦ ଏଣ୍ଡ ଅଫ୍ ଏ ସ୍ପେସିଫିକ୍ ୟୁନିଟ୍ ଅର୍ ଚାପ୍ଟର। ଯେତେବେଳେ ଗୋଟେ ସ୍ପେସିଫିକ୍ ୟୁନିଟ୍ ଗୋଟେ ସରିଯିବ କିମ୍ବା ଗୋଟେ ସ୍ପେସିଫିକ୍ ଚାପ୍ଟର ଗୋଟେ ସରିଯିବ, ତାପରେ ତା ଏଣ୍ଡର ଯାଇକି ହେଉଛି ୟୁନିଟ୍ ଟେଷ୍ଟଟା ହେଇଥାଏ। ସେଇଟା ହେଉଛି ସେଥିପାଇଁ ଏଇଟା ସମିଟିଭ୍ ଆସେସମେଣ୍ଟ ଭିତରେ ଯିବ। ମୁଁ କହିଥିଲି ସମିଟିଭ୍ ଆସେସମେଣ୍ଟ କ'ଣ ନା ଯେଉଁଟା କିଛି ଗୋଟେ ପିରିୟଡ଼ ଅଫ୍ ଟାଇମ୍ର ଏଣ୍ଡର ହେଇଥାଏ। ହେଲା, ସେ ହେଉଛି ଗୋଟେ ସପ୍ତାହର ଏଣ୍ଡର ହଉ କିମ୍ବା ଗୋଟେ ୟୁନିଟ୍ ସରିଲା ପରେ ତା ଏଣ୍ଡର ହଉ କିମ୍ବା 6 ମାସର ଏଣ୍ଡର ହାଫ୍ ଇୟର୍ଲି ଏକ୍ଜାମ୍ ହଉ କିମ୍ବା ପୁରା 12 ମାସର ଏଣ୍ଡର କ'ଣ ତୁମର ହେଉଛି ବୋର୍ଡ଼ ଏକ୍ଜାମ୍ ହଉ, ଏଇ ଆଡ଼କୁ ଆମେ କହିବା ସମିଟିଭ୍ ଆସେସମେଣ୍ଟ। ସେଥିପାଇଁ କହୁଛି ୟୁନିଟ୍ ଟେଷ୍ଟଟା ଯେହେତୁ ଗୋଟେ ସ୍ପେସିଫିକ୍ ୟୁନିଟ୍ ବା ଗୋଟେ ଚାପ୍ଟରଟା ପୁରା ସରିଗଲା ପରେ ହିଁ ଆମର ଗୋଟେ ୟୁନିଟ୍ ଟେଷ୍ଟ ହେଉଛି, ତ ସେଥିପାଇଁ ଏଇଟା ସମିଟିଭ୍ ଆସେସମେଣ୍ଟ ଭିତରେ ଯିବ। ତ এই ୟୁନିଟ୍ ଟେଷ୍ଟ ଇଜ୍ ଫର୍ମ ବାଇ ଦି କମ୍ବାଇନିଂ ଏ ଫ୍ୟୁ ଲେସନ୍ ଫ୍ରମ୍ ଏ ସିଲାବସ୍। ଗୋଟେ ୟୁନିଟ୍ କାହାକୁ ଆମେ କହିବା ନା ଯେତେବେଳେ ପୁରା ସିଲାବସ୍ରୁ କିଛି ଲେସନ୍ ଆମେ କମ୍ବାଇନ୍ କରିକି ଛୁଆଙ୍କୁ ପାଠ ପଢ଼ାଉଛନ୍ତି, ହେଲା ତାକୁ ହିଁ ଆମେ ଗୋଟେ ୟୁନିଟ୍ ବୋଲି କହିଥାଉ। ବୁଝିପାରିଲ? ଦ ବେନିଫିଟ୍ସ ଅଫ୍ ୟୁନିଟ୍ ଟେଷ୍ଟ କରିବା ଦ୍ୱାରା ଛୁଆମାନଙ୍କ ଭିତରେ କ'ଣ କ'ଣ ବେନିଫିଟ୍ସ ଆମେ ପାଇଥାଉ? ଇଟ୍ ହେଲ୍ପସ୍ ଷ୍ଟୁଡେଣ୍ଟସ୍ ଫୋକସ୍ ଅନ୍ ସ୍ମଲର୍ ପର୍ସନ୍ ଅଫ୍ ଦି ସିଲାବସ୍। ଯଦି ଆମେ ଲାଷ୍ଟକୁ ଏକାଥରେ ଆମେ ଆନୁଆଲ୍ ଏକ୍ଜାମ୍ କରିଦେବା, ତାହେଲେ ଛୁଆମାନେ ହେଉଛି ଫାଷ୍ଟ ତ ନର୍ଭସ୍ ହେଇଯିବେ ଏକ୍ଜାମ୍କୁ ଦେଖିକି, ଆଉ ଏତେ ବଡ଼ ଜିନିଷକୁ ସେ କଭର୍ କରିପାରିବେ ନାହିଁ। ସେଥିପାଇଁ ଆମେ ସ୍ମଲ୍ ପର୍ସନ୍ ସିଲାବସ୍ର ସ୍ମଲ୍ ପର୍ସନ୍କୁ ଆମେ କଭର୍ କରିଥାନ୍ତି ୟୁନିଟ୍ ଟେଷ୍ଟର, ଯାହାଦ୍ୱାରା ସେମାନଙ୍କର କନଫିଡେନ୍ସ ମାନେ ବଢ଼ିଥାଏ। ଏ ମେକ୍ ଇଟ୍ ଇଜିୟର୍ ଫର୍ ଷ୍ଟୁଡେଣ୍ଟସ୍ ଟୁ ରିଭାଇଜ୍ ଆଣ୍ଡ ପ୍ରିପେୟାର। ତାହେଲେ ୟୁନିଟ୍ ଟେଷ୍ଟ କରିବା ଦ୍ୱାରା ସେ ଯେତିକି ବି ପଢ଼ିଥିବେ, ପୁରା ବିଷୟଟା ଯେତିକି ଯାହା ପଢ଼ିଥିବେ ତାଙ୍କର ଆଉଥରେ ଭଲ ଭାବରେ ରିଭାଇଜ୍ ହେଇଯାଏ, ଆଉ ସେମାନେ ଭଲ ଭାବରେ ପ୍ରିପେୟାର ମଧ୍ୟ ହେଇଥାନ୍ତି। ହେଲ୍ପ ଟିଚର୍ସ ଆଇଡେଣ୍ଟିଫାଏ ପ୍ରୋବ୍ଲେମ୍ ଏରିଆଜ୍ ଆଣ୍ଡ ଆଡଜଷ୍ଟ ଟିଚିଂ ମେଥଡ଼। ଧର ଗୋଟେ ସାଇନ୍ସର ଗୋଟେ ୟୁନିଟ୍ ଟେଷ୍ଟ ସାର୍ କଲେ, ପ୍ରତି ୟୁନିଟ୍ର ସେ ଟେଷ୍ଟ କରିକି ଯାଉଛନ୍ତି। ଯେଉଁ ୟୁନିଟ୍ର ଦେଖିଲେ ସାର୍ ଛୁଆମାନେ ବହୁତ ଖରାପ ରେଜଲ୍ଟ ଦେଇଛନ୍ତି, ତା ମାନେ କ'ଣ ସେ ୟୁନିଟ୍ଟା ଛୁଆମାନେ ଭଲି ବୁଝିପାରୁନାହାନ୍ତି। ତ ସାର୍ କ'ଣ କରିବେ, ତାଙ୍କର ଟିଚିଂ ମେଥଡ଼କୁ ଏଇ ୟୁନିଟ୍ ଟେଷ୍ଟ ଦ୍ୱାରା ଆଉଥରେ କ'ଣ ଆଡ଼ଜଷ୍ଟ କରିନେବେ, ଆଉ ଛୁଆମାନଙ୍କର କ'ଣ କ'ଣ ପ୍ରୋବ୍ଲେମ୍ ହେଉଛି ବା ଛୁଆମାନେ କେଉଁଠି କ'ଣ ବୁଝିପାରୁନାହାନ୍ତି, ସେସବୁ ୟୁନିଟ୍ ଟେଷ୍ଟରୁ ସାର୍ମାନେ ଜାଣିପାରିକି ଆଉଥରେ ତାକୁ ପଠାଇ ଦେବେ। ୟୁଜଫୁଲ୍ ଇନ୍ ପ୍ୟାରେଣ୍ଟ ଟିଚିଂ ମିଟିଂ ଟୁ ଡିସ୍କସ୍ ଷ୍ଟୁଡେଣ୍ଟ ପ୍ରୋଗ୍ରେସ୍। ଯେତେବେଳେ ପ୍ୟାରେଣ୍ଟ ଟିଚର ମିଟିଂ ହେଇଥାଏ, ସେତେବେଳେ ତୁମେ ୟୁନିଟ୍ ଟେଷ୍ଟର ମାର୍କ ମଧ୍ୟ ପ୍ୟାରେଣ୍ଟମାନଙ୍କ ସହିତ ଡିସ୍କସନ୍ କରିପାରିବ, ଯାହାଦ୍ୱାରା ସେମାନେ ଜାଣିପାରିବେ ତାଙ୍କ ଛୁଆଙ୍କର ପ୍ରୋଗ୍ରେସ୍ ହେଉଛି ନା ହେଉନି। ବୁଝିପାରିଲେ ୟୁନିଟ୍ ଟେଷ୍ଟ? ତାପରେ ଦେଖିବା କ'ଣ ନା ହାଫ୍ ଇୟର୍ଲି ଆଣ୍ଡ ଆନୁଆଲ୍ ଏକ୍ଜାମିନେସନ୍। ଏ ହାଫ୍ ଇୟର୍ଲି ଆନୁଆଲ୍ ଛୁଆ ହେଉଛି ପଡ଼େ ତୁମ ସର୍ଟ ମ୍ୟାକ୍ସିମମ୍ ଟାଇମ୍ରେ ପଡ଼େ। ହାଫ୍ ଇୟର୍ଲି ଆନୁଆଲ୍ ତୁମେ ଜାଣିଛ, ହାଫ୍ ଇୟର୍ଲି ଏକ୍ଜାମିନେସନ୍ କ'ଣ? ହଉ, ମୋତେ ଗୋଟେ କ୍ୱେଶ୍ଚନ୍ କହିବ, ହାଫ୍ ଇୟର୍ଲି ଆଣ୍ଡ ଆନୁଆଲ୍ ଏକ୍ଜାମିନେସନ୍ଟା କାହା ଭିତରେ ଯିବ? ସମିଟିଭ୍ରେ ଯିବ ନା ଫର୍ମେଟିଭ୍ରେ ଯିବ? ମୋତେ ଯେଉଁମାନେ ଜାଣିଥିବ ମୋତେ କମେଣ୍ଟରେ କହିବ, ହେଲା। ତ ହାଫ୍ ଇୟର୍ଲି ଏକ୍ଜାମିନେସନ୍ଟା କଣ୍ଡକ୍ଟ ହେଇଥାଏ ଆଫ୍ଟର ସିକ୍ସ ମନ୍ଥ, ହେଲା। 6 ମନ୍ଥର ପଢ଼ାର 6 ମାସ ପରେ ହାଫ୍ ଇୟର୍ଲି ଏକ୍ଜାମ୍ ହୋଇଥାଏ, ଯେଉଁଟାକି ଡିସେମ୍ବର ଆଉ ଜାନୁଆରୀ ମାସରେ ଏଇଟା ହେଇଥାଏ। এটা ହେଉଛି ପାର୍ଟ ଅଫ୍ ଦି ସମିଟିଭ୍ ଆସେସମେଣ୍ଟ, ହେଲା। କାହିଁକି ଏଇଟା ସମିଟିଭ୍ ଆସେସମେଣ୍ଟ ମୁଁ କହିଛି? 6 ମାସର ପଢ଼ା ପରେ, ଯେହେତୁ ଆମର ଗୋଟେ 6 ମାସର ପିରିୟଡ଼ ପରେ ହେଉଛି, ପିରିୟଡ଼ ଅଫ୍ ଟାଇମ୍ ପରେ ହେଉଛି ଗୋଟେ ଏକ୍ଜାମ୍ଟା ହେଉଛି, ସେଥିପାଇଁ ଏଇଟା ସମିଟିଭ୍ ଆସେସମେଣ୍ଟର ଯିବ। ଇଟ୍ କଭର୍ସ ହାଫ୍ ଅଫ୍ ଦି ସିଲାବସ୍। ପୁରା ସିଲାବସ୍ର ହାଫ୍ ଏଇଟା କଭର୍ କରିଥାଏ। ଇଟ୍ ପ୍ରିପେୟାର ଷ୍ଟୁଡେଣ୍ଟ ଫର୍ ଦି ଫାଇନାଲ୍ ଏକ୍ଜାମ୍, ହେଲା। ଫାଇନାଲ୍ ଏକ୍ଜାମ୍ର ଷ୍ଟ୍ରେସ୍ଟାକୁ କମ୍ କରିବା ପାଇଁ, ଫାଇନାଲ୍ ଏକ୍ଜାମ୍ ପାଇଁ ପ୍ରିପେୟାର କରିବା ପାଇଁ ଆମେ ହେଉଛନ୍ତି ହାଫ୍ ଇୟର୍ଲି ଏକ୍ଜାମ୍ କରିଥାଉ, ଯାହାଦ୍ୱାରା ଛୁଆମାନେ କ୍ୱେଶ୍ଚନ୍ ପ୍ୟାଟର୍ନ ଜାଣିପାରିଥାନ୍ତି ବା ଏକ୍ଜାମ୍ରୁ ଥରେ ଗୋଟେ ତାଙ୍କୁ ଗୋଟେ ଅନୁଭବ ହୋଇଥାଏ, ଯାହାଦ୍ୱାରା ସେମାନଙ୍କର ଗୋଟେ ଫିୟର୍ ବା ଏନ୍ଜାଇଟି ଗୋଟେ କମି ଯାଇଥାଏ ଆନୁଆଲ୍ ଏକ୍ଜାମ୍ ପାଇଁ। ଆନୁଆଲ୍ ଏକ୍ଜାମ୍କୁ କ'ଣ କୁହାଯାଏ? ଏଠି ଅଲସୋ କଲ୍ଡ ଫାଇନାଲ୍ ଏକ୍ଜାମ୍, ଯେଉଁଟାକି ଏଣ୍ଡ ଅଫ୍ ଦି ଏକାଡେମିକ୍ ଇୟର୍। ପୁରା ବର୍ଷ ତୁମେ ପାଠ ପଢ଼ି ସାରିଲା ପରେ ଲାଷ୍ଟ ଯାଇକି ତୁମର ଫାଇନାଲ୍ ଏକ୍ଜାମ୍ ହେଇଥାଏ ବା ଆନୁଆଲ୍ ଏକ୍ଜାମ୍ ହେଇଥାଏ। এটা କେଉଁଠି ହେଇଥାଏ? ଆଜିର ସମୟରେ ଏଇଟା କମନ୍ଲି ଏଇଟା ସ୍କୁଲରେ ହେଇଥାଏ, କଲେଜରେ ହେଇଥାଏ ବା ୟୁନିଭର୍ସିଟି ମାନଙ୍କରେ ହେଇଥାଏ। କିନ୍ତୁ ତୁମର ଯେଉଁ ଏଣ୍ଟ୍ରାନ୍ସ ଏକ୍ଜାମ୍, ଯେଉଁ ଏସ୍ଏସ୍ସି ମେକିଂ, ଏସବୁରେ ହେଇଥାଏ କି? ଏସବୁରେ ତ ଆନୁଆଲ୍ ଏକ୍ଜାମ୍ ନଥାଏ, କିନ୍ତୁ ସ୍କୁଲ, କଲେଜ, ୟୁନିଭର୍ସିଟିର ସବୁ ଆନୁଆଲ୍ ଏକ୍ଜାମ୍ ହେଇଥାଏ। ଇଟ୍ ଇଜ୍ ଏ କମ୍ପ୍ରିହେନ୍ସିଭ୍ ଟେଷ୍ଟ। କମ୍ପ୍ରିହେନ୍ସିଭ୍ ଟେଷ୍ଟ ମାନେ, କମ୍ପ୍ରିହେନ୍ସିଭ୍ ଟେଷ୍ଟ ମାନେ ଯିଏ ପୁରା ସିଲାବସ୍ଟାକୁ କଭର୍ କରୁଥିବ, ହେଲା। ଇଟ୍ ଇଜ୍ ଏ କମ୍ପ୍ରିହେନ୍ସିଭ୍ ଟେଷ୍ଟ କଭରିଂ ଦି ଏଣ୍ଟାୟାର କୋର୍ସ।
जे पूरा सिलेबसटाକୁ ଯେଉଁ ଟେଷ୍ଟଟା ପୁରା ସିଲାବସଟାକୁ କଭର କରୁଥିବ ତାକୁ ଆମେ କହିବା କ'ଣ ଗୋଟେ କମ୍ପ୍ରେହେନ୍ସିଭ୍ ଟେଷ୍ଟ। ଓକେ, ତାପରେ କ'ଣ ନା ଏଠି ଟେଷ୍ଟ ବୋଥ୍ ସ୍କଲାଷ୍ଟିକ୍ ଆଣ୍ଡ କୋ ସ୍କଲାଷ୍ଟିକ୍ ଏରିଆଜ୍। ଦେଖ ଯେତେବେଳେ ତୁମର ଆନୁଆଲ୍ ଏକ୍ଜାମ୍ ହେଇଥାଏ ସେଠି ତୁମର ଏକାଡେମିକ୍ ମାନେ ତୁମେ ଯେଉଁ ବହି ଭିତରୁ ଯେଉଁ କ୍ୱେଶ୍ଚନ୍ ଆଡ଼କ ସିଆଡ଼କୁ ପଡ଼ିଥାଏ ଯେଉଁଟାକି ଆମେ ସ୍କଲାଷ୍ଟିକ୍ ନଲେଜ୍ ବୋଲି କହିଥାଉ ବା ସ୍କଲାଷ୍ଟିକ୍ ଏରିଆ ବୋଲି କହିଥାଉ, ଯେଉଁଟା ତୁମର ସବଜେକ୍ଟ ନଲେଜ୍ ବା ବହି ଭିତରୁ ଯେଉଁ ନଲେଜ୍ ଆଡ଼କ ପଡ଼ିଥାଏ। ତା ଛଡ଼ା ତୁମର କିଛି ଆନୁଆଲ୍ ଏକ୍ଜାମ୍ରୁ କିଛି ସ୍କିଲ୍ ମଧ୍ୟ ଚେକ୍ କରାଯାଏ, ଯେଉଁଟା ତୁମକୁ କିଛି ଏସେ ଦେଇଥାଏ ହେଲା, ଏସେ ରାଇଟିଂ କରିବା ପାଇଁ ଦେଇଥାଏ କିମ୍ବା ଡ୍ରଇଂ କରିବା ପାଇଁ ଦେଇଥାଏ। ଏହା ଦ୍ୱାରା କ'ଣ ସେ ତୁମର କିଛି ସ୍କିଲ୍ ଜାଣିବା ପାଇଁ ଚାହୁଁଛନ୍ତି, ଯେଉଁଭଳିଆ ତମର ହେଉଛି ରିଟେନ୍ ସ୍କିଲ୍ କେଉଁ ଭଳିଆ କିମ୍ବା ତୁମେ ହେଉଛି ଡ୍ରଇଂ କେଉଁ ଭଳିଆ କରିପାରୁଛ କିମ୍ବା ଡିଫରେଣ୍ଟ ଟାଇପ୍ ଅଫ୍ ସ୍କିଲ୍ ତୁମର ଜାଣିବା ପାଇଁ ଚାହୁଁଛନ୍ତି, ଯେଉଁଟାକି କୋ ସ୍କଲାଷ୍ଟିକ୍ ଏରିଆ ବୋଲି କୁହାଯାଏ। ବୁଝିପାରିଲ? ତ ଆମର ହେଉଛି ଆନୁଆଲ୍ ଏକ୍ଜାମିନେସନ୍ ସ୍କଲାଷ୍ଟିକ୍ ଆଣ୍ଡ କୋ ସ୍କଲାଷ୍ଟିକ୍ ଏରିଆକୁ ଫୋକସ୍ କରିଥାଏ। ମୋତେ ଗୋଟେ କହିପାରିବ ଆଉ ଗୋଟେ କେଉଁ ପ୍ରକାର ଇଭାଲୁଏସନ୍ ଅଛି ଯିଏକି ସ୍କଲାଷ୍ଟିକ୍ ଆଣ୍ଡ କୋ ସ୍କଲାଷ୍ଟିକ୍ ଏରିଆକୁ କଭର କରିଥାଏ? ସେ ହେଉଛି ସିସି ହେଲା। ଏଇଟା ବହୁତ ଥର ଛୁଆ କ୍ୱେଶ୍ଚନ୍ ଆସେ ସିସି କଣ୍ଟିନ୍ୟୁଅସ୍ କମ୍ପ୍ରେହେନ୍ସିଭ୍ ଇଭାଲୁଏସନ୍ ହେଲା। କଣ୍ଟିନ୍ୟୁଅସ୍ କମ୍ପ୍ରେହେନ୍ସିଭ୍ ଇଭାଲୁଏସନ୍ ଦୁଇଟା ଜାଗାକୁ ଫୋକସ୍ କରିଥାଏ ଛୁଆଙ୍କର, ଗୋଟେ ସ୍କଲାଷ୍ଟିକ୍ ଏରିଆକୁ ଆଉ କୋ ସ୍କଲାଷ୍ଟିକ୍ ଏରିଆକୁ। ସ୍କଲାଷ୍ଟିକ୍ ଏରିଆ କାହାକୁ କୁହାଯାଏ? ତୁମର ସବଜେକ୍ଟ ବା ଏକାଡେମିକ୍ ପାଠକୁ ଯେଉଁଟା ପଢ଼ାଯାଇଥାଏ ତାକୁ ସ୍କଲାଷ୍ଟିକ୍ ଏରିଆ କୁହାଯାଏ। ଆଉ କୋ ସ୍କଲାଷ୍ଟିକ୍ ଏରିଆ ହେଉଛି ତୁମର ସବଜେକ୍ଟ ବାହାରେ ଯେତିକି ପାଠ ରହିଲା ବା ପରଫର୍ମାନ୍ସ ରହିଲା ତାକୁ କୋ ସ୍କଲାଷ୍ଟିକ୍ ଏରିଆ କୁହାଯାଏ, ଯେଉଁଟାକି ସିସି ଫୋକସ୍ କରିଥାଏ। ଓକେ, ଆନୁଆଲ୍ ଏକ୍ଜାମ୍ ମଧ୍ୟ ତୁମର ସ୍କଲାଷ୍ଟିକ୍ ଆଉ କୋ ସ୍କଲାଷ୍ଟିକ୍ ଏକ୍ଜାମ୍ର ଟେଷ୍ଟ ନେଇଥାଏ। The purpose of a half yearly and annual exam ର purpose କ'ଣ ନା to access complete understanding of this subject। ଯେ ଛୁଆଟା ପୁରା ସବଜେକ୍ଟ ଉପରେ କମ୍ପ୍ଲିଟ୍ ଅଣ୍ଡରଷ୍ଟାଣ୍ଡିଂ କରିଛି ନା କରିନାହିଁ, ସେ ସବଜେକ୍ଟଟାକୁ ବୁଝିଛି ନା ନାହିଁ, ତା ଉପରେ ଆମେ ଟେଷ୍ଟ କରିଥାନ୍ତି। ଏଇଟା ହେଉଛି ତାର ଫାଷ୍ଟ ପର୍ପୋଜ। ଟୁ ପ୍ରିପେୟାର ଷ୍ଟୁଡେଣ୍ଟ ଫର୍ ହାୟର ଲେଭେଲ୍ ଅଫ୍ ଲର୍ଣ୍ଣିଂ। ଯେତେବେଳେ ତୁମେ ଗୋଟେ ଆନୁଆଲ୍ ଏକ୍ଜାମ୍ ଦିଅ, ଟେନ୍ଥର ଗୋଟେ ଆନୁଆଲ୍ ଏକ୍ଜାମ୍ ଦେଲ, ତାପରେ ତୁମେ ପ୍ଲସ୍ ଟୁ ଯିବ ବା ପ୍ଲସ୍ ଟୁରେ ଆନୁଆଲ୍ ଏକ୍ଜାମ୍ ଦେଲା ପରେ ପ୍ଲସ୍ ଥ୍ରୀ ଯିବ। ତ ଇଏ ହେଉଛି ଏଇ ଯେଉଁ ଏକ୍ଜାମ୍ ଆଡ଼କ ତୁମକୁ ହାୟର ଲେଭେଲ୍ ଅଫ୍ ଲର୍ଣ୍ଣିଂ ପାଇଁ ଏମାନେ ପ୍ରିପେୟାର କରିଥାନ୍ତି। helps to improve quality education at the school level ହେଲା। ଆମ ସ୍କୁଲ ଲେଭେଲର ଯେଉଁ ଏଜୁକେସନଟା ଅଛି ତାର କ୍ୱାଲିଟି ବଢ଼ାଇବା ପାଇଁ ମଧ୍ୟ ଆମର ହେଉଛି ହାପିଲି ଆଉ ଆନୁଆଲ୍ ଏକ୍ଜାମ୍ ହୋଇଥାଏ। ହାପିଲି ଆନୁଆଲ୍ ଏକ୍ଜାମ୍ ଦ୍ୱାରା ହେବା ଦ୍ୱାରା ସେ ସ୍କୁଲର କେଉଁଭଳିଆ ପଢ଼ା ହେଉଛି, ଛୁଆମାନେ କେଉଁଭଳିଆ ମାର୍କ ରଖୁଛନ୍ତି ଆମେ ଜାଣିପାରିଥାନ୍ତୁ, ତା ଦ୍ୱାରା ସେମାନଙ୍କର ସ୍କୁଲର ଏଜୁକେସନର କ୍ୱାଲିଟି ମଧ୍ୟ ବଢ଼ିଥାଏ। ଦେଖିବା ବୋର୍ଡ଼ ଏକ୍ଜାମିନେସନ୍ ହେଲା। ବୋର୍ଡ଼ ଏକ୍ଜାମିନେସନ୍ କ'ଣ? ଏ ବୋର୍ଡ଼ ଏକ୍ଜାମିନେସନ୍ ଇଜ୍ ଏ ପବ୍ଲିକ୍ ଏକ୍ଜାମ୍ କଣ୍ଡକ୍ଟେଡ୍ ବାଇ ଆନ୍ ଅଫିସିଆଲ୍ ଏଜୁକେସନ୍ ବୋର୍ଡ଼ ହେଲା। ବୋର୍ଡ଼ ଏକ୍ଜାମିନେସନ୍ଟା ଗୋଟେ ପବ୍ଲିକ୍ ଏକ୍ଜାମ୍ ହେଲା, ଯେଉଁଟା କିଏ କଣ୍ଡକ୍ଟ କରିଥାଏ? ଗୋଟେ ଅଫିସିଆଲ୍ ଏଜୁକେସନ୍ ବୋର୍ଡ଼ ଗୋଟେ କଣ୍ଡକ୍ଟ କରିଥାଏ। ଯେଉଁଭଳିଆ ଆମର ହେଉଛି ଟେନ୍ଥ ବୋର୍ଡ଼କୁ ଓଡ଼ିଶା ଗଭର୍ଣ୍ଣମେଣ୍ଟ ହେଉଛି ଓଡ଼ିଶା ଏଜୁକେସନ୍ ବୋର୍ଡ଼ ଗଭର୍ଣ୍ଣମେଣ୍ଟ କରିଥାଏ କଣ୍ଡକ୍ଟ କରିଥାଏ, ଯେଉଁଟା ଆମର ଏସ୍ଏସ୍ସି ଆମର କ'ଣ ସେକେଣ୍ଡାରୀ ସ୍କୁଲ ସାର୍ଟିଫିକେସନ୍ ସେ ହେଉଛି କଣ୍ଡକ୍ଟ କରିଥାଏ। ସେଭଳିଆ ଗୋଟେ ବୋର୍ଡ଼ ଏକ୍ଜାମିନେସନ୍ ଗୋଟେ ପବ୍ଲିକ୍ ଏକ୍ଜାମ୍ଟା ଯେଉଁଟାକି ସ୍ପେସିଫିକ୍ ଗୋଟେ ଏଜୁକେସନ୍ ବୋର୍ଡ଼ ଗୋଟେ କଣ୍ଡକ୍ଟ କରିଥାଏ। ଏଠି କୌଣସି ଟିଚର ମାନଙ୍କର ତୁମ ସ୍କୁଲର ଟିଚର ମାନେ ଯେଉଁ ସେମାନେ ଏଠି କ୍ୱେଶ୍ଚନ୍ ତିଆରି କରନ୍ତିନି ବା ସେମାନଙ୍କର ଏଠି କିଛି ଇଏ ନଥାଏ। It is held at the end of the major stage like in class 10 and 12। ଯେତେବେଳେ ତୁମ ପୁରା ବିଷୟ ଯେତେବେଳେ ସରିଯିବ ବା ପୁରା କୋର୍ସ ତୁମର କମ୍ପ୍ଲିଟ୍ ହେଇଯିବ ଲାଷ୍ଟ କ୍ଲାସ୍ 10 ବା କ୍ଲାସ୍ 12 ବେଳେ ତୁମର ବୋର୍ଡ଼ ଏକ୍ଜାମିନେସନ୍ ହୋଇଥାଏ। These exams are very important for admission into college, university and professional course। ଯଦି ତୁମେ କୌଣସି କଲେଜକୁ ଆଡ଼ମିସନ୍ ହେବା ପାଇଁ ଯାଉଛ, କେଉଁ ୟୁନିଭର୍ସିଟିର ଆଡ଼ମିସନ୍ ହେବା ପାଇଁ ଚାହୁଁଛ ହେଲା, କିମ୍ବା କୌଣସି ପ୍ରଫେସନକୁ ଯିବା ପାଇଁ ଚାହୁଁଛ, ତୁମର ଟେନ୍ଥ ଆଉ ପ୍ଲସ୍ ଟୁ ଯେମିତି ତୁମେ ପାସ୍ କରିଥିବା ଦରକାର ବା ଇଏ ଏକ୍ଜାମ୍ ଗୁଡ଼ିକ କ୍ଲିୟର କଲେ ଯାଇକି ତୁମେ କଲେଜ ୟୁନିଭର୍ସିଟିର ଆଡ଼ମିସନ୍ ପାଇପାରିବ। ତାପରେ ଦେଖିବା ଟାଇପ୍ସ ଅଫ୍ ବୋର୍ଡ଼ ଇନ୍ ଇଣ୍ଡିଆ ହେଲା। ଇଣ୍ଡିଆରେ କେତେ ପ୍ରକାର ବୋର୍ଡ଼ ଅଛି? 3 ପ୍ରକାର। ଗୋଟେ ହେଉଛି ଷ୍ଟେଟ୍ ବୋର୍ଡସ୍, ଆଉ ଗୋଟେ CBSE, ଆଉ ଗୋଟେ CISCE ହେଲା। 3ଟା ବୋର୍ଡ଼ ବିଷୟରେ ଦେଖିବା। ଫାଷ୍ଟ ହେଉଛି ଷ୍ଟେଟ୍ ବୋର୍ଡ଼। ଷ୍ଟେଟ୍ ବୋର୍ଡ଼ ମାନେ ପ୍ରତି ଷ୍ଟେଟ୍ର ତାଙ୍କର ଯେଉଁ ବୋର୍ଡ଼ ଥାଏ, ଆମ ଓଡ଼ିଶା ଗଭର୍ଣ୍ଣମେଣ୍ଟର ଯେଉଁଭଳିଆ ବୋର୍ଡ଼ ଅଛି ହେଲା, ଯେଉଁଟା ଆମ ଓଡ଼ିଶା ଗଭର୍ଣ୍ଣମେଣ୍ଟର ଟେନ୍ଥ ପ୍ଲସ୍ ଟୁ ସବୁ ହେଉଛି କଣ୍ଡକ୍ଟ କରୁଛି, ସେଇଟା ହେଉଛି ଷ୍ଟେଟ୍ ବୋର୍ଡ଼। तो also called एक माध्यमिक और एसएससी और एचएससी। ये जो एसएससी रो फुल फॉर्म कौन ना सेकेंडरी स्कूल सर्टिफिकेशन। ये को एग्जाम को कंडक्ट करता है? ये 10th एग्जाम को कंडक्ट करता है। तो वो जो मैट्रिक एग्जाम को आम ओडिशा रो ये कंडक्ट करता है, ये एसएससी कंडक्ट करता है। और एचएससी रो फुल फॉर्म कौन? हायर सेकेंडरी सर्टिफिकेशन, जे कि आमर प्लस टू एग्जाम को कंडक्ट करता है। बुझिपाइल? 12th एग्जाम को कंडक्ट करता है। तापर होची CISCE, यार फुल फॉर्म कौन ना काउंसिल फॉर द इंडियन स्कूल सर्टिफिकेट एग्जामिनेशन। ये का कंडक्ट करता है जो तुम्हारा आईसीएसई बोर्ड तापाई ये एग्जाम कंडक्ट करता है, ये बोर्डटा एग्जाम करता है। तमर सीएचएससी पाई ये जो स्टेट बोर्ड आड़ को कंडक्ट करता है, आईसीएसई पाई हमर CISCE अछि एबारे कंडक्ट करता है। एटा फर्स्ट टाइम केबे एस्टैब्लिश्ड हेतला ना 1958 रे एस्टैब्लिश्ड हेतला। ये बोर्ड को यूनिवर्सिटी अंडर
ନା ୟୁନିଭର୍ସିଟି ଅଫ୍ କ୍ୟାମ୍ବ୍ରିଜ ହେଲା। ୟୁନିଭର୍ସିଟି ଅଫ୍ କ୍ୟାମ୍ବ୍ରିଜ ଅଣ୍ଡର 1958 ଏ ବୋର୍ଡଟା ଏଷ୍ଟାବ୍ଲିଶ ହେଇଥିଲା। ଇଏ କୋଉ ଏକ୍ଜାମ କଣ୍ଡକ୍ଟ କରେ ନା କ୍ଲାସ୍ 10 ଯେଉଁ ଆଇସିଏସିର କ୍ଲାସ୍ 10 ତାକୁ କଣ୍ଡକ୍ଟ କରିଥାଏ। ଆଉ କ୍ଲାସ୍ 12ର ଯେଉଁ ଆଇଏସସିସି ହେଲା ଆଇଏସସି ଏକ୍ଜାମ ସିଏ ବି କଣ୍ଡକ୍ଟ କରିଥାଏ ଏଇ ବୋର୍ଡ। ତାପରେ ଆସିଲା ସିବିଏସ୍ଇ। ସିବିଏସ୍ଇ ବି କ'ଣ କରିଥାଏ 10th ଆଉ ପ୍ଲସ୍ ଟୁ ବି କଣ୍ଡକ୍ଟ କରିଥାଏ। ସିବିଏସ୍ଇ ବୋର୍ଡର ଯେଉଁ ଏକ୍ଜାମ ଗୁଡ଼ିକ ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବା ଫୁଲ୍ ଫର୍ମ। ଆଉ ଇଏ ଯେଉଁ କରିକୁଲମ୍ ଫଲୋ କରିଥାଏ ଏ ଏନ୍ସିଆରଟି କରିକୁଲମ୍ ଫଲୋ କରିଥାଏ ହେଲା। ତାପରେ ଦେଖିବା 10th ବୋର୍ଡ ଏକ୍ଜାମ ଆଉ 12th ବୋର୍ଡ ଏକ୍ଜାମ। ତ ଆମର 10th ବୋର୍ଡ ଏକ୍ଜାମ କିଏ କଣ୍ଡକ୍ଟ କରିଥାଏ ବୁଝେଇଦେବି ଏସ୍ଏସ୍ସି। ଇଟ୍ ଇଜ୍ କଣ୍ଡକ୍ଟେଡ୍ ବାଇ ଷ୍ଟେଟ୍ ଅର୍ ନ୍ୟାସନାଲ୍ ଲେବୁଲ୍ ହେଲା। ଷ୍ଟେଟ୍ ଆଉ ନ୍ୟାସନାଲ୍ ଲେବୁଲ୍ର ଯେଉଁ ସବୁ ରହିଲେ ସେ ବୋର୍ଡ ରହିଲା ସିଏ ହେଉଛି କଣ୍ଡକ୍ଟ କରିଥାନ୍ତି ଷ୍ଟେଟ୍ 10th ବୋର୍ଡ ଏକ୍ଜାମ। ଇଟ୍ ଇଜ୍ ହେଲ୍ଡ ୟୁଜୁଆଲି ମାର୍ଚ୍ଚ ଆଣ୍ଡ ଏପ୍ରିଲରେ ହେଇଥାଏ। ରେଜଲ୍ଟ ଆସିଲା ବେଳକୁ ମେ ଜୁନ୍ ହେଇଯାଏ। 12th ଏକ୍ଜାମକୁ କିଏ ଇଟ୍ ଇଜ୍ ମାନେ ଆମର 12th ଏକ୍ଜାମ ଯେଉଁ ହେଇଥାଏ ତାର ବୋର୍ଡ ନାଁ କ'ଣ ଏସ୍ଏସ୍ସି। ଇଟ୍ ଇଜ୍ ଅଲସୋ କଲ୍ଡ ଇଣ୍ଟରମିଡ଼ିଏଟ୍ ଅର୍ ଜୁନିୟର କଲେଜ ଏକ୍ଜାମ ହେଲା। କାରଣ କଲେଜର ତଳ ଲେବୁଲଟା କଲେଜଟା ହେଉଛି +3 ଜୁନିୟର କଲେଜଟା +2 ସେଥିପାଇଁ ଏହାକୁ ଜୁନିୟର କଲେଜ ଏକ୍ଜାମ ବା ଇଣ୍ଟରମିଡ଼ିଏଟ୍ କଲେଜ ଏକ୍ଜାମ ବୋଲି ମଧ୍ୟ କୁହାଯାଇଥାଏ। ଇଟ୍ ଇଜ୍ କଣ୍ଡକ୍ଟେଡ୍ ବାଇ ବୋର୍ଡସ୍ ଇନ୍ ଷ୍ଟେଟ୍ ଲାଇକ୍ ଗୁଜରାଟ ତାମିଲନାଡୁ ମହାରାଷ୍ଟ୍ର ସବୁ ଷ୍ଟେଟ୍ର ଯେତିକି ସବୁ ଅଛନ୍ତି ଓଡ଼ିଶାର ଷ୍ଟେଟ୍ ମଧ୍ୟ ଏ ଏକ୍ଜାମ ଗୁଡ଼ିକ ଯେଉଁ ବୋର୍ଡ ଅଛି ସେଟାକୁ କଣ୍ଡକ୍ଟ କରିଥାଏ ଆମର 12th ଏକ୍ଜାମ। Advantages disadvantages କ'ଣ ବୋର୍ଡ ଏକ୍ଜାମରେ ଆଡଭାଣ୍ଟେଜେସ୍ କ'ଣ ନା ତ ଏକ୍ଜାମିନର ଚେକ୍ସ ପେପର ଫାୟାରଲି ବିକଜ ଦେ ଡୁ ନଟ୍ ନୋ ଦି ଷ୍ଟୁଡେଣ୍ଟ। ଏ ଯେଉଁ ବୋର୍ଡ ଏକ୍ଜାମ ମାନଙ୍କର ତବେ ସାର୍ମାନେ ଯେଉଁ ଖାତା ଚେକ୍ କରନ୍ତି ସେମାନେ ଷ୍ଟୁଡେଣ୍ଟକୁ କିଛି ଜାଣିଥାନ୍ତି ଷ୍ଟୁଡେଣ୍ଟଙ୍କ ନାଁ ସେ କିଏ ସେ କାହାର ଖାତା କିଛି ଜାଣିଥାନ୍ତିନି। ସେଥିପାଇଁ ସମସ୍ତଙ୍କ ଖାତା ବିନା ବାୟସନେସ୍ରେ ଦେଖାଯାଇଥାଏ ବା ସମସ୍ତଙ୍କ ଖାତା ଏକ ପ୍ରକାରର ଦେଖାଯାଏ ହେଲା। ତ ଏଇଟା ଗୋଟେ ଆଡଭାଣ୍ଟେଜେସ୍। ଏଭ୍ରିୱାନ୍ ଇଜ୍ ଜଜ୍ଡ ଇକ୍ୱାଲି ଥ୍ରୁ ଦି ସେମ୍ ଏକ୍ଜାମ ସିଷ୍ଟମ୍। ଯେଉଁ ଏକ୍ଜାମ ସିଷ୍ଟମ୍ ଯେଉଁ ହେଇଥାଏ ସମସ୍ତଙ୍କ ପାଇଁ ସେମ୍ ରୁଲ୍ ସେମ୍ ତମର ହେଉଛି ଫର୍ମୁଲା ପଡ଼ିଥାଏ ହେଲା। ଯେତିକି ଛୁଆ ଆସନ୍ତି ସମସ୍ତଙ୍କ ପାଇଁ ସେତିକି ଟାଇପ୍ର ଟାଇ ସେଇ ପ୍ରକାର କ୍ୱେଶ୍ଚନ୍ ଅଲ୍ ଓଭର୍ ଓଡ଼ିଶାରେ ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାର କ୍ୱେଶ୍ଚନ୍ ହେଲା। ସେତିକି ଟାଇମ୍ ବି ସମସ୍ତଙ୍କ ପାଇଁ ଦିଆଯାଇଥାଏ। ତ ସେଥିପାଇଁ ସମସ୍ତେ ଇକ୍ୱାଲି ଏଠି ଜଜ୍ ହେଇଥାନ୍ତି ଏ ପ୍ରକାର ଏକ୍ଜାମ। ଆକ୍ଟ ଏଜ୍ ଏ କ୍ୱାଲିଫାଇଂ ଏକ୍ଜାମ ଫର୍ ଫ୍ୟୁଚର୍ ଷ୍ଟଡିଜ୍। ବୋର୍ଡ ଏକ୍ଜାମ ଯେଉଁମାନେ ପାସ୍ କଲେ ଯେଉଁମାନେ ତୁମେ 10th ଏକ୍ଜାମ ପାସ୍ କରିକି +2 ଯାଉଛ ତ ଏଇଟା ଗୋଟେ କ୍ୱାଲିଫାଇଂ ଏକ୍ଜାମ ଯେଉଁଟାକି ତୁମକୁ ଫ୍ୟୁଚର୍ ଷ୍ଟଡିରେ ହେଲ୍ପ କରିଥାଏ। ଟିଚ୍ ଷ୍ଟୁଡେଣ୍ଟ ଆବାଉଟ୍ ଡିସିପ୍ଲିନ୍ ଆଣ୍ଡ ଟାଇମ୍ ମ୍ୟାନେଜମେଣ୍ଟ। ବୋର୍ଡ ଏକ୍ଜାମିନେସନରେ ତୁମେ ବହୁତ ଡିସିପ୍ଲିନ୍ ହେଇଥାଉ କାରଣ ତୁମେ ଠିକ୍ ଟାଇମ୍ରେ ଯାଇ ପହଞ୍ଚିଥାଉ ଅଧଘଣ୍ଟା ପୂର୍ବରୁ ଯାଇ ପହଞ୍ଚିଥାଉ ତୁମକୁ ଗୋଟେ ଡିସିପ୍ଲିନ୍ ଶିଖାଇଥାଏ ଆଉ ଟାଇମ୍ ମ୍ୟାନେଜମେଣ୍ଟ ମଧ୍ୟ ତୁମକୁ ଏଠି ଶିଖିଥାଏ କାରଣ ସେତିକି ଟାଇମ୍ ଭିତରେ ତୁମକୁ ପେପର କମ୍ପ୍ଲିଟ୍ କରିବାର ଅଛି ତ ଟାଇମ୍ ମ୍ୟାନେଜମେଣ୍ଟ ଆଉ ଡିସିପ୍ଲିନ୍ ମଧ୍ୟ ଶିଖାଇଥାଏ। ଡିସଆଡଭାଣ୍ଟେଜେସ୍ କ'ଣ ମୁଡ୍ ଅଫ୍ ଦ ଏକ୍ଜାମିନର ମେ ଆଫେକ୍ଟ ମାର୍କ ହେଲା। ଲେଟ୍ ହେଉଛି କ'ଣ ନା ଦେଖିଲେ ଆମର ଯେ ଏକ୍ଜାମିନର ଯେ ଖାତା ଚେକ୍ କରୁଛନ୍ତି ତାକୁ ଘରୁ ସେ ଝଗଡ଼ା ହେଇକି ଆସିବ ହେଲା। ତାଙ୍କ ୱାଇଫ୍ ସାଙ୍ଗରେ ତାଙ୍କ ଝଗଡ଼ା ହେଇକି ଆସିବ ତାପରେ ତୁମ ଭାଗ୍ୟବଶତ ତୁମ ଖାତାଟା ପଡ଼ିଗଲା ତାଙ୍କ ହାତରେ ତାହେଲେ ତୁମକୁ କ'ଣ ମିଳିବ 100 ମିଳିବ 0 ମିଳିବ। ତ ସେଇ କଥା କହୁଛି ବୋର୍ଡ ଏକ୍ଜାମରେ ଯେତେବେଳେ ଖାତା ଚେକିଂ ହୋଇଥାଏ ବା ମାର୍କ ଚେକିଂ ହୋଇଥାଏ ସେତେବେଳେ ଏକ୍ଜାମିନର ମୁଡ୍ଟା ହେଉଛି ତାର ଉପରେ ମାର୍କିଂ ଉପରେ ଆଫେକ୍ଟ କରିଥାଏ। ଯଦି ଏକ୍ଜାମିନର ମୁଡ୍ଟା ଭଲ ରହିଲେ ତାହେଲେ ତୁମକୁ ଭଲ ମାର୍କ ମିଳିବ ନହେଲେ ନାହିଁ 100। ଷ୍ଟୁଡେଣ୍ଟ ଫୋକସ୍ ଅନ୍ ରୋଟ୍ ଲର୍ଣ୍ଣିଂ ଏବଂ ଦି ଅଣ୍ଡରଷ୍ଟାଣ୍ଡିଂ। ଛୁଆ କିଛି ବୁଝନ୍ତୁ ନ ବୁଝନ୍ତୁ ତମେ ଖାଲି ଘୁଷିକି ଯାଇକି ବୋର୍ଡ ଏକ୍ଜାମରେ ଲେଖିଦେଇକି ପଳେଇ ଆସ। କ୍ରିଏଟ୍ ଷ୍ଟ୍ରେସ୍ ଆଣ୍ଡ ଏନ୍ଜାଇଟି ଏମଙ୍ଗ ଦି ଷ୍ଟୁଡେଣ୍ଟ। ବୋର୍ଡ ଏକ୍ଜାମଟା ଏଇଟା ଯଦି ଫେଲ୍ ହେଇନି ବାପା ଘର ଭିତରେ କ'ଣ କହିବେ ଆଉ ଆଗକୁ ପାଠ ପଢ଼ିପାରିବେନି ବାହାରକୁ ପଠାଇଦେବେ ତ ଏଇସବୁ ପାଇଁ ଛୁଆଙ୍କ ମନରେ ଷ୍ଟ୍ରେସ୍ ଆଣ୍ଡ ଏନ୍ଜାଇଟି ମଧ୍ୟ କ୍ରିଏଟ୍ ହେଇଥାଏ। ତାପରେ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ ହେଲା। ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ ସମସ୍ତେ ଜାଣିଥିବେ ମାନେ ସମସ୍ତେ ଏଣ୍ଟ୍ରାନ୍ସ ତ ଦେଇସାରିଥିବେ ମୋତେ ଲାଗୁଛି। ଦେଖ an entrance exam is a test used by college, university or job sectors to select a suitable candidate। ଗୋଟେ ସୁଇଟେବୁଲ୍ କ୍ୟାଣ୍ଡିଡେଟ୍ ବା ଗୋଟେ ଜବ୍ ପାଇଁ ଗୋଟେ ସୁଇଟେବୁଲ୍ କ୍ୟାଣ୍ଡିଡେଟ୍ ଯେଉଁ ବାଛିଥାଏ ସେ ଯେଉଁ ବାଛିବା ପାଇଁ ଗୋଟେ ଏକ୍ଜାମ୍ ହେଇଥାଏ ତାକୁ କୁହାଯାଏ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍। ଏଇଟା କଲେଜ ବି କରିଥାଏ ଯେଉଁଟା ତୁମର ହେଉଛି ଯେତେବେଳେ ସେ +2 କଲେଜ କିଛି କିଛି ଅଛନ୍ତି ରେସିଡେନ୍ସିଆଲ୍ କଲେଜ ଯିଏକି ଏକ୍ଜାମ୍ କରିକି ହେଉଛି କ'ଣ କରିଥାନ୍ତି ତୁମକୁ କିଛି ଏଣ୍ଟ୍ରାନ୍ସ ଏକ୍ଜାମ୍ କରିକି ତୁମକୁ ସେ କଲେଜରେ ଆଡ଼ମିସନ୍ ଦେଇଥାନ୍ତି। ୟୁନିଭର୍ସିଟିରୁ ଯେତେବେଳେ ଯିବ ତୁମେ ହେଉଛି ପିଜି ପାଇଁ ଥରେ ଯିବ ତ ସିପିଏଟି ସିୟୁଟି କ୍ଲିୟର କରିକି ଯିବ ଧର ବିଏଡ୍ ଏକ୍ଜାମ୍ ଯେଉଁ ଏଣ୍ଟ୍ରାନ୍ସ ଏକ୍ଜାମ୍ ହେଉଛି ତାକୁ କ୍ଲିୟର କରିକି ଯିବ। এটা ସବୁ ଜବ୍ ସେକ୍ଟର କଥା କୁହ କିମ୍ବା ୟୁନିଭର୍ସିଟି କଲେଜ ମାନଙ୍କର ମଧ୍ୟ ଏଣ୍ଟ୍ରାନ୍ସ ଏକ୍ଜାମ୍ ହେଇଥାଏ ଯାହାଦ୍ୱାରା ସେ ଗୋଟେ ସୁଇଟେବୁଲ୍ କ୍ୟାଣ୍ଡିଡେଟ୍ ଗୋଟେ ବାଛିକି ପାଇଥାଏ। It helps in giving admission to educational program or filling government job position। এই ଏକ୍ଜାମିନେସନ୍ ଦ୍ୱାରା ତୁମେ ଗୋଟେ ଏଜୁକେସନ୍ ପ୍ରୋଗ୍ରାମରେ ତୁମେ ଆଡ଼ମିସନ୍ ପାଇପାର ନହେଲେ ଗୋଟେ ଜବ୍ ମାନେ ଗଭର୍ଣ୍ଣମେଣ୍ଟ ଜବ୍ରେ ତୁମେ ଗୋଟେ ବା ଗଭର୍ଣ୍ଣମେଣ୍ଟ ଜବ୍ ପାଇବାରେ ଏଣ୍ଟ୍ରାନ୍ସ ଏକ୍ଜାମ୍ ମଧ୍ୟ ହେଲ୍ପ କରିଥାଏ। ତ ଫାଷ୍ଟ ଏଣ୍ଟ୍ରାନ୍ସ ଏକ୍ଜାମ୍ କେବେ ହେଇଥିଲା ଇଣ୍ଡିଆରେ ହେଲା 1857 ହେଇଥିଲା। ଆଉ କେଉଁ ୟୁନିଭର୍ସିଟିର ଫାଷ୍ଟ ଏଣ୍ଟ୍ରାନ୍ସ ଏକ୍ଜାମ୍ ହେଇଥିଲା ମନେ ରଖିବ ୟୁନିଭର୍ସିଟି ଅଫ୍ କୋଲକାତା। ୟୁନିଭର୍ସିଟି ଅଫ୍ କୋଲକାତାରେ ଫାଷ୍ଟ ଏଣ୍ଟ୍ରାନ୍ସ ଏକ୍ଜାମ୍ ହେଇଥିଲା। ଗୋଟେ ଏଣ୍ଟ୍ରାନ୍ସ ଏକ୍ଜାମ୍ର 4ଟା ଫିଚର୍ ଛୁଆ ଥାଏ ହେଲା। ଫିଚର୍ସ ଅଫ୍ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ ଏବେ ଡାଇଗ୍ରାମ୍ କରୁଛି ଡାଇଗ୍ରାମ୍ ଏଭଳିଆ ବି ତୁମେ କରିପାରିବ ନହେଲେ ଫିଚର୍ସ ଅଫ୍ ଏକ୍ଜାମିନେସନ୍ ରଖିକି ତାକୁ ଇଏ କରିକି କରିବ।
ଚାରିଟା ଗୋଟେ ହେଉଛି କମ୍ପିଟେଟିଭ୍, ଗୋଟେ ଅବଜେକ୍ଟିଭ୍, ଟାଇମ୍ ବାଉଣ୍ଡ ଆଉ ଅଲ୍ ଇଣ୍ଡିଆ ଅର ଷ୍ଟେଟ୍ ଲେଭେଲ୍। ଦେଖ ଯେଉଁ ତୁମେ ଏଣ୍ଟ୍ରାନ୍ସ ଏକ୍ଜାମ୍ ଦେଇଥାଅ ସେଠି ତୁମକୁ ଗୋଟେ ର୍ୟାଙ୍କ ମିଳିଥାଏ। ଧର ଜଣେ ଏସ୍ଏସ୍ସିର ଏକ୍ଜାମ୍ ଦେଲା, ଏସ୍ଏସ୍ସିର ତୁମକୁ ଗୋଟେ ର୍ୟାଙ୍କ ମିଳିଥିବ, ଏତିକି ଜଣ ଛୁଆ ଏକ୍ଜାମ୍ ଦେଇଥିବେ ତା ଭିତରୁ ତୁମର କେତେ ର୍ୟାଙ୍କ ମିଳୁଛି, ସେଇଟା କୁହାଯାଏ ତାର କମ୍ପିଟେଟିଭ୍ ଫିଚର ହେଲା। ଅବଜେକ୍ଟିଭ୍ ପଡ଼ିଥାଏ, ସବୁ ଏଣ୍ଟ୍ରାନ୍ସ ଏକ୍ଜାମ୍ ସବଜେକ୍ଟିଭ୍ ନଥାଏ, ସବୁ ଏଣ୍ଟ୍ରାନ୍ସ ଏକ୍ଜାମ୍ର ଆମର MCQ ପଡ଼ିଥାଏ, ସେଇଟା ହେଉଛି ତାର ଅବଜେକ୍ଟିଭ୍ ଫିଚର। ତାପରେ ସବୁ ଏକ୍ଜାମ୍ ଏଣ୍ଟ୍ରାନ୍ସ ଏକ୍ଜାମ୍ର ଟାଇମ୍ ବାଉଣ୍ଡେଡ୍, ତମକୁ ଘଣ୍ଟେ ଭିତରେ ପେପର କ୍ଲିୟର କରିବାର ଅଛି। ଏସ୍ଏସ୍ସିର ପ୍ରିଲିମ୍ସ ଏକ୍ଜାମ୍ର କ'ଣ ଆମର ହେଉଛି ଘଣ୍ଟେ ଭିତରେ পেপার কমপ্লিট କରିବାର ଅଛି। ତ ସେଇଟା ଏଣ୍ଟ୍ରାନ୍ସ ଏକ୍ଜାମ୍ ଗୋଟେ ଟାଇମ୍ ବାଉଣ୍ଡେଡ୍। ତାପରେ ଅଲ୍ ଇଣ୍ଡିଆ ସାରା ଏସ୍ଏସ୍ସିଟା ପୁରା ଅଲ୍ ଇଣ୍ଡିଆ ବେସିସ୍ର ଏକ୍ଜାମ୍ ହେଇଥାଏ। ନହେଲେ ତୁମର ଯେଉଁ CPET CUT ଷ୍ଟେଟ୍ ଲେବୁଲ୍ର ମଧ୍ୟ ଏକ୍ଜାମ୍ ମଧ୍ୟ ହେଇଥାଏ। ତ ସେଇଟା ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ ଅଲ୍ ଇଣ୍ଡିଆରେ ହେଇପାରିବ ଏବଂ ଷ୍ଟେଟ୍ ଲେବୁଲ୍ରେ ହେଇପାରିବ। ଦେଖ ଲେବୁଲ୍ ଅଫ୍ ଏଣ୍ଟ୍ରାନ୍ସ ଏକ୍ଜାମ୍ ତିନି ପ୍ରକାର ହେଇଥାଏ। ସ୍କୁଲ୍ ଲେବୁଲ୍ର ଯେଉଁଟା ତୁମେ ନବୋଦୟ ଦେଉଛ, ନବୋଦୟ ଏକ୍ଜାମ୍ ଦେଉଛ, କିମ୍ବା ସନିକ ସ୍କୁଲ୍ର ଯେଉଁ ଆଡ଼ମିସନ୍ ପାଇଁ ଏନ୍ଭିଏସ୍ ଏଣ୍ଟ୍ରାନ୍ସ ଏକ୍ଜାମ୍ ଦେଉଛ, ଛୋଟ ଛୁଆମାନେ ଦିଅନ୍ତି ଷଷ୍ଠ ସପ୍ତମରେ, ତା ଦ୍ୱାରା ସେ ଗୋଟେ ନବୋଦୟ ସ୍କୁଲ୍ର ଆଡ଼ମିସନ୍ ପାଇପାରିବେ। ସେଇଟା ସ୍କୁଲ୍ ଲେବୁଲ୍ର ଏଣ୍ଟ୍ରାନ୍ସ ଏକ୍ଜାମ୍। ଯେତେବେଳେ କଲେଜକୁ ଯିବ, ଯେଉଁଭଳିଆ ଇଞ୍ଜିନିୟରିଂ କଲେଜର ଆଡ଼ମିସନ୍ ପାଇଁ ତୁମେ ଏକ୍ଜାମ୍ ଦେବ, ଜେଇ ମେନ୍ସ ଦେବ, ମେଡ଼ିକାଲ କଲେଜ ପାଇଁ ନିଟ୍ ଏକ୍ଜାମ୍ ଦେବ, ଲ ପାଇଁ, ମ୍ୟାନେଜମେଣ୍ଟ ପାଇଁ, ଏସବୁର ମଧ୍ୟ ଏକ୍ଜାମ୍ ଦେଇଥାଏ। ସେଇଟା ହେଉଛି କଲେଜ ଲେବୁଲ୍ର ଏକ୍ଜାମ୍, ଏଣ୍ଟ୍ରାନ୍ସ ଏକ୍ଜାମ୍। ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ତ ତୁମେ ସମସ୍ତେ ଜାଣିଛ, ରେଲୱେ, ବ୍ୟାଙ୍କିଂ, SSC, ଟିଚିଂ, ସିଭିଲ୍ ସର୍ଭିସ୍, ଏସବୁ ପାଇଁ ଯେଉଁ ଏକ୍ଜାମ୍ ହେଇଥାଏ ସେଇଟା ହେଉଛି ଗଭର୍ଣ୍ଣମେଣ୍ଟ ଜବ୍ ଲେବୁଲ୍ର ତୁମେ ଏକ୍ଜାମ୍ ଦେଇଥାଏ। ତ ତିନି ପ୍ରକାର ଲେବୁଲ୍ ଥାଏ ଗୋଟେ ଏଣ୍ଟ୍ରାନ୍ସ ଏକ୍ଜାମ୍। ପପୁଲାର ଏଣ୍ଟ୍ରାନ୍ସ ଏକ୍ଜାମ୍ ଇଣ୍ଡିଆରେ କ'ଣ କ'ଣ ଅଛି ସମସ୍ତେ ଲେଖିଦେବୁ, ବହୁତ ଗୁଡ଼ିଏ ଅଛି। ଆମର ଜେଇ କତରୁ, SSC କତରୁ, ରେଲୱେ କତରୁ, RRB କତରୁ, ଆମର TGT କତରୁ, ତାପରେ TET ଯେଉଁ ଟିଚର ଏଲିଜିବିଲିଟି ଟେଷ୍ଟ, CUT, UPSC, ଡିଫରେଣ୍ଟ ଟାଇପ୍ ଅଫ୍ ଏକ୍ଜାମ୍ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ ଆମର ପପୁଲାର ହେଇଛି ଇଣ୍ଡିଆରେ। ତାପରେ ବୁଝିବା ମ୍ୟାନେଜମେଣ୍ଟ ଅଫ୍ ଏକ୍ଜାମିନେସନ୍ ଏଣ୍ଡ ଆସେସମେଣ୍ଟ। ଓକେ, ଆମେ ଯେଉଁ ଏକ୍ଜାମିନେସନ୍ କଣ୍ଡକ୍ଟ କରୁଛନ୍ତି ତାକୁ ଠିକ୍ ଭାବରେ କେମିତି ମ୍ୟାନେଜମେଣ୍ଟ କରିବା, ଆମେ ଯେଉଁ ଛୁଆମାନଙ୍କୁ ଆସେସମେଣ୍ଟ କରୁଛନ୍ତି ତାକୁ କେମିତି ଠିକ୍ ଭାବରେ ମ୍ୟାନେଜମେଣ୍ଟ କରିବା ତାପରେ ଦେଖିବା। ମ୍ୟାନେଜମେଣ୍ଟ ଅଫ୍ ଏକ୍ଜାମିନେସନ୍ ମାନେ କ'ଣ ନା ଏକ୍ଜାମିନେସନ୍ ମ୍ୟାନେଜମେଣ୍ଟ ରେଫର୍ସ ଟୁ ଦି ପ୍ରପର ପ୍ଲାନିଂ, ପ୍ରିପାରେସନ୍ ଆଣ୍ଡ କଣ୍ଡକ୍ଟ ଅଫ୍ ଏକ୍ଜାମ୍ ଟୁ ଏନ୍ସିଓର ଫେୟାରନେସ୍, ଆକ୍ୟୁରେସି ଆଣ୍ଡ ଡିସିପ୍ଲିନ୍। ଓକେ, ତ ଆମର ଏକ୍ଜାମିନେସନ୍ ମ୍ୟାନେଜମେଣ୍ଟ ମାନେ ଗୋଟେ ଏକ୍ଜାମ୍ଟାକୁ ପ୍ରପର୍ ଭାବରେ ପୂର୍ବରୁ ତାକୁ ତା ବିଷୟରେ ପ୍ଲାନିଂ କରିବା, ତା ପାଇଁ ଖାତାପତ୍ର ବା ତମର ଯେତିକି ବି ପ୍ରିପାରେସନ୍ କରିବା, ଥରେ କ୍ୱେଶ୍ଚନ୍ ବନେଇବା କିମ୍ବା ଡେସ୍କରେ ସବୁ ନମ୍ବରିଂ କରିବା, ସେଇଟା ପ୍ରିପାରେସନ୍ ହେବ। ତାପରେ ବହୁତ ଭଲ ଭାବରେ ଏକ୍ଜାମ୍ଟାକୁ କଣ୍ଡକ୍ଟ କରିବା, ଯାହାଦ୍ୱାରା ସମସ୍ତଙ୍କ ପ୍ରତି କାହା ଉପରେ ଭେଦଭାବ ହେବନି। ସେ ଏକ୍ଜାମ୍ର ପୁରା ଆକ୍ୟୁରେଟ୍ ମାର୍କ ଛୁଆଙ୍କୁ ଦେବା, ଯେତିକି ସେମାନେ ପାଇବା ଦରକାର ସେତିକି ଦେବା, ଗୋଟେ ଡିସିପ୍ଲିନ୍ ମାନେ ପୁରା ଡିସିପ୍ଲିନ୍ରେ ସେ ଏକ୍ଜାମ୍ଟାକୁ କଣ୍ଡକ୍ଟ କରିବା। ଯଦି ଏଇ ସବୁକୁ ଆମେ ଠିକ୍ ଭାବରେ କରିଦେଉଛନ୍ତି, ଠିକ୍ ଭାବରେ ପ୍ଲାନିଂ କରିକି ପ୍ରିପେୟାର କରିକି ଏକ୍ଜାମ୍ଟାକୁ କଣ୍ଡକ୍ଟ କରିଦେଉଛନ୍ତି, ତାହେଲେ ତାକୁ ହିଁ କହିବା ଆମେ ଏକ୍ଜାମିନେସନ୍ ମ୍ୟାନେଜମେଣ୍ଟ। ବୁଝିପାରିଲ? କି ଏଲିମେଣ୍ଟସ୍ ଅଫ୍ ଗୁଡ୍ ଏକ୍ଜାମିନେସନ୍ ମ୍ୟାନେଜମେଣ୍ଟ। ଗୋଟେ ଏକ୍ଜାମିନେସନ୍ ମ୍ୟାନେଜମେଣ୍ଟର କ'ଣ କ'ଣ ତୁମକୁ ରଖିବା ପାଇଁ ପଡ଼ିବ, ମାନେ ଯଦି ତୁମେ ଗୋଟେ ଏକ୍ଜାମିନେସନ୍ କରୁଛ ତାର କ'ଣ କ'ଣ ପଏଣ୍ଟ ହେବା ଦରକାର, କି ଏଲିମେଣ୍ଟ ହେବା ଦରକାର। ଟିଚ୍ ଷ୍ଟୁଡେଣ୍ଟ ଷ୍ଟଡି ସ୍କିଲ୍ ଆଣ୍ଡ ଟାଇମ୍ ମ୍ୟାନେଜମେଣ୍ଟ ବିଫୋର୍ ଦି ବିଗିନିଂ ଅଫ୍ ଦି ଏକ୍ଜାମ୍। ଯେତେବେଳେ ଛୁଆମାନେ ବୋର୍ଡ଼ ଏକ୍ଜାମ୍ ଦେଇତେ ଯାଉଛନ୍ତି ବା କିଛି ବି ଏକ୍ଜାମ୍ ଦେଇତେ ଯାଉଛନ୍ତି, ତା ପୂର୍ବରୁ ଛୁଆମାନଙ୍କୁ ଟାଇମ୍ କେମିତି ସେମାନେ ମ୍ୟାନେଜମେଣ୍ଟ କରିବେ, 3 ଘଣ୍ଟା ଭିତରେ କେମିତି ସେମାନେ ଲେଖିବେ, ତା ଛଡ଼ା ସେମାନେ କେମିତି କ୍ୱେଶ୍ଚନ୍ ପଢ଼ିକି କେମିତି କ'ଣ ଏନ୍ସାର୍ ଦେବେ, ତାକୁ ତୁମେ ପୂର୍ବରୁ ହିଁ ପ୍ରାକ୍ଟିସ୍ କରିଦେଇଥିବ ବା ତାଙ୍କୁ ପଢ଼େଇ ଦେଇଥିବ। ତା ଛଡ଼ା ଏକ୍ଜାମ୍ ହେବା ପୂର୍ବରୁ ତୁମେ ସିଲାବସ୍ ଯେମିତି କମ୍ପ୍ଲିଟ୍ କରିଥିବ ହେଲା। ତାପରେ ଯେଉଁ ଛୁଆମାନଙ୍କର 75% ଆଟେଣ୍ଡାନ୍ସ ଅଛି ସେମାନେ ହିଁ କେବଳ ଏକ୍ଜାମ୍ ଦେବା ପାଇଁ ଏଲାଉ ହୋଇପାରିବେ। 75% ଆଟେଣ୍ଡାନ୍ସରୁ ଯେଉଁମାନେ ତଳକୁ ଅଛନ୍ତି ସେମାନେ ସେ ଏକ୍ଜାମ୍ ଦେଇପାରିବେ ନାହିଁ। ତାପରେ ନୋ ଏକ୍ସକ୍ୟୁଜ୍ ଫର୍ ଲେଟନେସ୍ ଅଫ୍ ଦି ଷ୍ଟୁଡେଣ୍ଟ ଅର୍ ଇନଭିଜିଲେଟର। ସେ ଷ୍ଟୁଡେଣ୍ଟ ହଉ କିମ୍ବା ଇନଭିଜିଲେଟର ହଉ, ଯଦି ସେ ଏକ୍ଜାମ୍ରେ ଲେଟ୍ ଆସୁଛି ବା ଯେଉଁ ଟାଇମ୍ଟାକୁ କହିଥିବ 10ଟା ବେଳକୁ ଏକ୍ଜାମ୍ ଷ୍ଟାର୍ଟ, ଯଦି ବି ସେ 10ଟା 15ରେ ଆସୁଛି ତାକୁ ଏକ୍ଜାମ୍ ଦେଇତେ ଦିଆଯିବ ନାହିଁ। ଷ୍ଟ୍ରିକ୍ଟ ଆକ୍ସନ୍ ନିଆଯିବ। ଯେଉଁମାନେ ଚିଟିଂ କରିବେ କିମ୍ବା କ୍ୱେଶ୍ଚନ୍ ପେପର୍ ଲିକ୍ ହେଇଯିବ କିମ୍ବା ମୋବାଇଲ୍ ଅନଅଥରାଇଜ୍ଡ ମେଟେରିଆଲ୍ ଆଣିବେ, ଧର ମୋବାଇଲ୍, କାଲକୁଲେଟର୍ ଏସବୁ ଯେତେବେଳେ ଆଣିବେ ତାଙ୍କ ପାଇଁ ଷ୍ଟ୍ରିକ୍ଟ ଆକ୍ସନ୍ ରହିବା ଦରକାର। ତାପରେ ତୁମେ ଯେଉଁ ଏକ୍ଜାମ୍ ହଲ୍ରେ ଛୁଆମାନଙ୍କୁ ଏକ୍ଜାମ୍ କରେଇବ ହେଲା, ସେଇଟା ପୁରା ୱେଲ୍ ଲିଟ୍ ହେବା ଦରକାର, ମାନେ ପୁରା ସଫାସୁତୁରା ହେବା ଦରକାର, ଭେଣ୍ଟିଲେଟେଡ୍ ହେବା ଦରକାର, ହାୱା ଯିବା ଆସିବା କରିପାରୁଥିବ, କମ୍ଫର୍ଟେବଲି ଛୁଆମାନେ ବସୁଥିବେ, ଯେମିତି ବେଞ୍ଚ ଡେସ୍କ ସେଗୁଡ଼ା ହେଇଥିବା ଦରକାର, ପ୍ରପର୍ ସିଟିଂ ଆରେଞ୍ଜମେଣ୍ଟ ହେବା ଦରକାର। ଏକ୍ଜାମ୍ ମେଟେରିଆଲ୍ ମାନେ ମଧ୍ୟ ଯେଉଁ ବି ଖାତାପତ୍ର ତୁମେ ଦେବ ସେ ଚିରାଚିରି ହେଇନଥିବା ଦରକାର, ଖାତାପତ୍ର ବି ମଧ୍ୟ ବହୁତ ଭଲ ଭାବରେ ରହିବା ଦରକାର। ଏସବୁ ଗୋଟେ ପଏଣ୍ଟ ହେଉଛି ଗୁଡ୍ ଏକ୍ଜାମିନେସନ୍ ମ୍ୟାନେଜମେଣ୍ଟ। ତାପରେ କ୍ୱେଶ୍ଚନ୍ ପେପର୍ ମଷ୍ଟ ବି ବେସ୍ଡ ଅନ୍ ଦି ଟପ୍ ସିଲାବସ୍ ଆଣ୍ଡ ଷ୍ଟୁଡେଣ୍ଟ ହେଲା। ତୁମେ ଯେଉଁ ସିଲାବସ୍ ଛୁଆଙ୍କୁ ପଢ଼େଇଥିବେ ତାରି ଭିତରୁ ହିଁ ଯେମିତି କ୍ୱେଶ୍ଚନ୍ ପେପର୍ ଆସିବ ହେଲା। ଆଉ ଷ୍ଟୁଡେଣ୍ଟ ମାନେ ଯେମିତି ମୋଷ୍ଟ ଅଫ୍ ଦି ଷ୍ଟୁଡେଣ୍ଟ ତାକୁ ହେଉଛି ଆଟେମ୍ପ୍ଟ କରିପାରୁଥିବେ, ବେଶୀ ଡିଫିକଲ୍ଟ ହେବନି, ବେଶୀ ନର୍ମାଲ୍ ମଧ୍ୟ ହେବନି। ବୁଝିପାରିଲେ? ସରି, ବେଶୀ ଡିଫିକଲ୍ଟ ହେବନି କି ବେଶୀ ଇଜି ହେବନି, ମିଡ଼ିୟମ୍ ଲେଭେଲ୍ର ତୁମେ କ୍ୱେଶ୍ଚନ୍ ପକାଇବ ଯେଉଁଟାକି ସବୁ ଛୁଆଙ୍କ ପାଇଁ ସୁଇଟେବଲ୍ ହେବ। ଏଇଟା ଥିଲା ତୁମର ମ୍ୟାନେଜମେଣ୍ଟ ଅଫ୍ ଏକ୍ଜାମିନେସନ୍। ତାପରେ ମ୍ୟାନେଜମେଣ୍ଟ ଅଫ୍ ଆସେସମେଣ୍ଟ। ଆସେସମେଣ୍ଟ ମାନେ କ'ଣ
ନା ଛୁଆଟା ଯେତିକି ପୁରା ପୋର୍ସନ ଜାଣିଛି ବା ପଢ଼ିଛି ତାକୁ ଆମେ ଆକ୍ସେସ୍ କରିବା ବା ତାକୁ ଆମେ ମେଜର କରିବା ଯେ ଛୁଆଟା କେତେ ବର୍ଷ ସାରା ପଢ଼ିଛି। ଆସେସମେଣ୍ଟ ମିନ୍ସ ଚେକିଂ ହାଉ ମଚ୍ ଷ୍ଟୁଡେଣ୍ଟ ହେଜ୍ ଲର୍ନ। ଛୁଆଟା କେତେ ପଢ଼ିଛି ତାକୁ ଚେକ୍ କରିବାଟାକୁ ଆସେସମେଣ୍ଟ କୁହାଯାଏ। ଏଇଠି ଛୁଆ ଗୋଟେ ପଏଣ୍ଟ କହିବି ଯେଉଁଟାକି ବହୁତ ଭଲ ଭାବରେ ମନେ ରଖିବ, କାରଣ ଏଇଟାର କ୍ୱେଶ୍ଚନ୍ ଆସିବ ହିଁ ଆସିବ, ମୁଁ କହିଦେଉଛି। ଦେଖ କ୍ୱେଶ୍ଚନ୍ ଆସିବ ମାନେ ହେଉଛି OCSTT OTT କଥା। ଦେଖ ତମକୁ ସବୁବେଳେ ପାଇଁ ପଡ଼ିଯିବ ତିନି ପ୍ରକାର କ୍ୱେଶ୍ଚନ୍ ଦେଖିବ। ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ, ଆସେସମେଣ୍ଟ ଫର୍ ଲର୍ଣ୍ଣିଂ, ଆଉ ଗୋଟେ ଆସେ ଆସେସମେଣ୍ଟ ଏଜ୍ ଲର୍ଣ୍ଣିଂ। ହେଲା, ଆସେସମେଣ୍ଟ ଏଜ୍ ଲର୍ଣ୍ଣିଂ। ହେଲା, ମନେ ରଖିବା ତିନିଟା। ଏ ଯେଉଁ ସମିଟିଭ୍ ଆସେସମେଣ୍ଟଟାକୁ ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ମଧ୍ୟ କୁହାଯାଏ। ହେଲା, ଯେଉଁଟା ବର୍ଷ ଲାଷ୍ଟରୁ ଯେଉଁଟା ଆସେସମେଣ୍ଟଟା ହେଇଥାଏ ତାକୁ ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ ମଧ୍ୟ କୁହାଯାଇଥାଏ। ଆଉ ଯେଉଁ ଫର୍ମେଟିଭ୍ ଆସେସମେଣ୍ଟ ଥାଏ ତାର ଅନ୍ୟ ନାଁ କ'ଣ? ଆସେସମେଣ୍ଟ ଫର୍ ଲର୍ଣ୍ଣିଂ। ବୁଝିପାରିଲ? ଯେଉଁଟା ଫର୍ମେଟିଭ୍ ଆସେସମେଣ୍ଟ ତାକୁ ଆସେସମେଣ୍ଟ ଫର୍ ଲର୍ଣ୍ଣିଂ କୁହାଯାଇଥାଏ। ଆଉ ଗୋଟେ ଥାଏ ଆସେସମେଣ୍ଟ ଏଜ୍ ଲର୍ଣ୍ଣିଂ। ହେଲା, ଯେଉଁଟାକି ଲେଖା ହେଇନି କିନ୍ତୁ ଆସେସମେଣ୍ଟ ଏଜ୍ ଲର୍ଣ୍ଣିଂ ମଧ୍ୟ ଗୋଟେ ଥାଏ, ଯେଉଁଟା ହେଉଛି ତୁମର ସେଲ୍ଫ ଆସେସମେଣ୍ଟ और पियर आसेसमेंट। ହେଲା, ସେଲ୍ଫ ଆସେସମେଣ୍ଟ ପିୟର ଆସେସମେଣ୍ଟ ମୁଁ ଆଗରୁ ୟୁନିଟ୍ର ବୁଝେଇ ଦେଇଛି କ'ଣ ଏଇଟା। ହେଲା, ଏ ଯେଉଁ ସେଲ୍ଫ ଆସେସମେଣ୍ଟ ପିୟର ଆସେସମେଣ୍ଟକୁ ଆସେସମେଣ୍ଟ ଏଜ୍ ଲର୍ଣ୍ଣିଂ ମଧ୍ୟ କୁହାଯାଇଥାଏ। ସମିଟିଭ୍କୁ ଅଫ୍ କୁହାଯାଏ ଆଉ ଫର୍ମେଟିଭ୍କୁ ମାନେ ଆସେସମେଣ୍ଟ ଫର୍ କୁହାଯାଏ। କିନ୍ତୁ ମନେ ରଖିବାର ଟ୍ରିକ୍ କ'ଣ ଛୁଆ? ଦେଖ ଏଠି ଫୋର୍ ଅଛି। ହେଲା, ଏଠି ଫୋର୍ ଅଛି ତ ସେଇଟା ହେଉଛି ଫୋର୍ଟା ହେଇଯିବ ଏଠି ଫର୍ମେଟିଭ୍ ଆସେସମେଣ୍ଟ। ଆଉ ଏଠି ଏଜ୍ ଅଛି, ଏଜ୍ ଲର୍ଣ୍ଣିଂ, ଆସେସମେଣ୍ଟ ଏଜ୍ ଲର୍ଣ୍ଣିଂ, କାରଣ ଆସେସମେଣ୍ଟ ଆଉ ଲର୍ଣ୍ଣିଂ ତ ସମସ୍ତଙ୍କର ସମାନ ନା। ଏଠି ଫୋର୍ ଅଛି ବୋଲି ହେଇଗଲା ଫର୍ମେଟିଭ୍। ଆଉ ଏଠି ଯେଉଁ ଏଜ୍ ଅଛି ତା ପାଇଁ ହେଇଯିବ ସେଲ୍ଫ ଆସେସମେଣ୍ଟ। ତ ସେଲ୍ଫ ଆସେସମେଣ୍ଟର କ'ଣ ହେଇଯାଏ? ଫାଷ୍ଟ ଏ ଆସେ ନା, ପିୟର ଆସେସମେଣ୍ଟର ସେଗୁଡ଼ା ଏ ଆସେ ନା। ତ ଏଜ୍ ପାଇଁ ହେଇଗଲା ଏଠି ସେଲ୍ଫ ଆଉ ପିୟର ଆସେସମେଣ୍ଟ। ଆଉ ଗୋଟେ ଯେଉଁ ପଡ଼ିଗଲା ତାକୁ ହେଲା ସମିଟିଭ୍ ଆସେସମେଣ୍ଟ। ହେଲା, କ୍ୱେଶ୍ଚନ୍ ଏଇଟା ପଡ଼େ ଯେ ଆସେସମେଣ୍ଟ ଅଫ୍ ଲର୍ଣ୍ଣିଂ କାହାକୁ କୁହାଯାଏ? ବୁଝିପାରିଲ ନା? ତାପରେ ରେସ୍ପନ୍ସିବିଲିଟି ଅଫ୍ ଟିଚର୍ସ ଇନ୍ ମ୍ୟାନେଜମେଣ୍ଟ ଆସେସମେଣ୍ଟ। ଯେତେବେଳେ ଆସେସମେଣ୍ଟ କରୁଛନ୍ତି ତାହେଲେ ଟିଚରମାନଙ୍କର ରେସ୍ପନ୍ସିବିଲିଟି କ'ଣ ହେବା ଦରକାର? ଯେ डिजाइन असाइनमेंट और टेस्ट रिलेटिव टू लर्निंग आउटकम्स। जहाँ से चाहूँ छुआटा एग्जाम दो सार मैंने से छुआटा को जहाँ चेक करने चाहूँ तो सही प्रकार क्वेश्चन सही प्रकार असाइनमेंट चेक करवा दरकार। मैंने मैथ सार्टे चाहूँ छुआर काल्कुलेसन कौन हम तो से जो क्वेश्चन बनइबे से काल्कुलेसन ही फोकस करके क्वेश्चन बन था। गाइड एंड सपोर्ट स्टूडेंट्स व्हाइल दे वर्क ऑन टास्क। जितेबाला छुआ मैंने किसी गोटे टास्क कर गोटे प्रोजेक्ट मेकिंग कर सार मैंने गाइड करने दरकार, सपोर्ट करने दरकार। इवालुएट स्टूडेंट वर्क एंड गिव ग्रेड्स और मार्क्स टू देम। है छुआ मान जो सब वर्क आए धर गोटे क्वेश्चन पेपर सार छुआ गोटे कम्प्लीट कला देखा गोटे प्रोजेक्ट कम्प्लीट कला इवालुएट करवा छड़ा मार्क देवे ना ग्रेड। बुझिपारे? पार्टिसिपेट इन डिपार्टमेंट एग्जाम मीटिंग। जो गोटे एग्जाम कंडक्ट होगा पूर्व जो डिपार्टमेंट सब स्टाफ मिसिक गोटे एग्जाम मीटिंग गोटे रखी से टीचर मैंने पार्टिसिपेट करवा दरकार। यूज ए मिक्स असेसमेंट टूल्स लाइक ओरल टेस्ट रिटन पेपर प्रोजेक्ट एक्सेट्रा फॉर स्टूडेंट एंगेजमेंट। मैंने कौन तुम जो चाहूँ स्टूडेंट भल आसेसमेंट करने छुआ मान भल भाव परीक्षा डिफरेंट टाइप ऑफ आसेसमेंट टूल तुम यूज कर। जो ओरल टेस्ट भाइबा पचार पार रिटन एग्जाम कर किसी प्रोजेक्ट दे पार तो डिफरेंट टाइप ऑफ आसेसमेंट आसेसमेंट टूल तुम यूज कर। बुझिपार? यदि एपर्यंत छुआ भिडियोटा भल लगे पाठपढ़ाटा भल लगे वीडियो को लाइक करके चैनल को सब्सक्राइब करदेव और कमेंट कह किसी पूछा हो कौन असुविधा रोचे मत। ओके, देखा क्वेश्चन बैंक। क्वेश्चन मान कौन बैंक मान कौन जो पैसा रखा जाए से क्वेश्चन बैंक हूँ गोटे खाता जो गोटे यूनिट्र 50टा 100टा 1000टा क्वेश्चन से आम कह क्वेश्चन बैंक। ए क्वेश्चन बैंक इज ए कलेक्शन ऑफ क्वेश्चंस यूज्ड फॉर टेस्ट और एग्जाम्स। सार मैंने कौन करते गोटे टेस्ट करने गोटे एग्जाम करने गोटे यूनिट्र बहुत गुड़े क्वेश्चन को कलेक्शन करके गोटे जगार रखी था गोटे खातार सब लिखिकी रखी था ताकू ही कही था क्वेश्चन बैंक। बुझिपारे? क्वेश्चन बैंक कौन डिफरेंट टाइप ऑफ क्वेश्चन को आम कलेक्शन कर रखा जो सार मैंने एग्जाम करेंगे टेस्ट करेंगे से यूज करवा। क्वेश्चन बैंक भितर डिफरेंट टाइप ऑफ क्वेश्चन थाए जो एमसीक्यू क्वेश्चन रखिपर तुम सर्ट आंसर कर आंसर कर डिफरेंट टाइप ऑफ क्वेश्चन सब से क्वेश्चन बैंक भितर रखिपर। तो टीचर्स और एग्जामिनर्स यूज इट प्रिपेयर स्टूडेंट सॉरी प्रिपेयर क्वेश्चन पेपर। जो छुआ मान क्वेश्चन पेपर सार मैंने बनाते से क्वेश्चन बैंक को यूज कर। यूजेस ऑफ क्वेश्चन बैंक कौट कौन यूज होता है? इट इज सेव्स द टीचर्स टाइम इन मेकिंग क्वेश्चन पेपर। जो सार मैंने क्वेश्चन पेपर बन था से कौन थे से टाइम बचे था कारण से अलरेडी से क्वेश्चन लिखिक रखते जो क्वेश्चन ठीक लगे से क्वेश्चन
क्वेश्चन पेपर आउ थे लिखिदेବେ ବା टेस्ट आउ थे लिखिदेବେ। It provides a reliable and valid question for testing students ହେଲା। जो क्वेश्चन आड़क से दब टेस्ट बैंक जो जो क्वेश्चन थाए से सब वैलिड क्वेश्चन थाए माने किसी माने कन्फ्यूजिंग क्वेश्चन नथिबो बा जोटा सार मेजर करिया पे चाहछन मल्टीप्लिकेशन मेजर करिया पे चाहछन तो क्वेश्चन बैंक भितर केवल मल्टीप्लिकेशन ऊपर बेस्ड होई क्वेश्चन थी ताका हम बोलबा वैलिड एंड रिलायबल क्वेश्चन बोली कहि। It improves the quality of exam with the proper syllabus based question। क्वेश्चन बैंक भितर कोन थिबो सेही यूनिट रो बा सेही सिलेबस रो पूरा क्वेश्चन थिबो पूरा तो सेही कथा कहूची ସେଇ ପୁରା ସିଲାବସ୍ ବେସ୍ କ୍ୱେଶ୍ଚନ୍ ଥିବ ଯେଉଁଟାକି ଏକ୍ଜାମ୍ ଯେତେବେଳେ ସାର୍‌ମାନେ କଣ୍ଡକ୍ଟ କରିବେ ତ ଏକ୍ଜାମ୍‌ର କ୍ୱାଲିଟି ମଧ୍ୟ ବଢ଼ିବ ଏଣୁ ତେଣୁ କିଛି କ୍ୱେଶ୍ଚନ୍ ଆସିବ ନାହିଁ। It keeps a balance by covering all topics or to difficulties level। जो क्वेश्चन बैंक ଭିତରେ ସବୁ ପ୍ରକାର ଯେତିକି ବି ଟପିକ୍ ଅଛି ଗୋଟେ ସିଲାବସ୍‌ରେ ଯେତିକି ଟପିକ୍ ଅଛି ସବୁ ଉପରେ ସେ କ୍ୱେଶ୍ଚନ୍ ଥିବ ସବୁ ପ୍ରକାର ଡିଫିକଲ୍ଟି ଲେଭେଲ୍‌ର କ୍ୱେଶ୍ଚନ୍ ମଧ୍ୟ ସେ କ୍ୱେଶ୍ଚନ୍ बैंक ଭିତରେ ଥିବ। It helps new or less experienced teachers in creating quality assessment। जे जे नुआ सार ହେଇକି ଆସିଛନ୍ତି ବା ତାଙ୍କର ଏକ୍ସପିରିଏନ୍ସ ହେଇନାହିଁ ଗୋଟେ ଖାତା ବା କ୍ୱେଶ୍ଚନ୍ ବନେଇବା ପାଇଁ ଗୋଟେ ଏକ୍ଜାମ୍ କଣ୍ଡକ୍ଟ କରିବା ପାଇଁ ତ ସେ କ୍ୱେଶ୍ଚନ୍ ଆମର କ୍ୱେଶ୍ଚନ୍ ବ୍ୟାଙ୍କ ତାଙ୍କୁ ହେଲ୍ପ କରିବ ଗୋଟେ ଭଲ ଆସେସମେଣ୍ଟ ବନେଇବା ପାଇଁ କାରଣ କ୍ୱେଶ୍ଚନ୍ ବ୍ୟାଙ୍କର ଅଲରେଡ଼ି ସବୁ କ୍ୱେଶ୍ଚନ୍ ଆଡ଼କୁ ଲେଖା ହେଇକି ଥିବ। ତାପରେ ଦେଖିବା କ'ଣ ଇଭାଲ୍ୟୁଏସନ୍‌ର ଯେଉଁ ମାର୍କିଂ ସିଷ୍ଟମ୍ ଗ୍ରେଡ଼ିଂ ସିଷ୍ଟମ୍ ହେଲା। ମାର୍କିଂ ସିଷ୍ଟମ୍ ତ ତୁମେ ଜାଣିଛ ହେଲା। ଇଭାଲ୍ୟୁଏସନ୍ କ'ଣ ଯେଉଁ ଟେଷ୍ଟ ହେଇଥାଏ ତୁମର ଯେଉଁ ଏକ୍ଜାମ୍ ହେଇଥାଏ ସେଠି କେମିତି ମାର୍କିଂ ଦିଆଯାଏ ମାର୍କ ଦିଆଯାଏ ସେଟା ଆମେ ଦେଖିବା। The marking system uses numerical marks to show student performance in the exam। ଗୋଟେ ଏକ୍ଜାମ୍‌ରେ ଛୁଆ ଯେଉଁ ପରଫର୍ମାନ୍ସ ଦେଲା ବା କୌଣସି ଜାଗାରେ ଗୋଟେ ପରଫର୍ମାନ୍ସ ଦେଲା ତାକୁ ନ୍ୟୁମେରିକାଲ୍ ୱେରେ ଆମେ ତାକୁ ପ୍ରେଜେଣ୍ଟ କରିବାଟାକୁ ମାର୍କିଂ ସିଷ୍ଟମ୍ କୁହାଯାଏ। ଧର ଗୋଟେ ସାଇନ୍ସର ଗୋଟେ ଏକ୍ଜାମ୍ ହେଲା କିମ୍ବା ତୁମର 10th କ୍ଲାସ୍‌ର ବୋର୍ଡ଼ ଏକ୍ଜାମ୍ ଥିବ ସେଥିରେ ତୁମର ଟୋଟାଲ୍ ଆଇଲା ଲେଖା ହେଲା ଯେ କ'ଣ 600ରୁ ଜଣେ ରଖିଛି 471 ହେଲା। ତ ସେଇଟା ହେଉଛି କ'ଣ ହେଲା ଆମେ ନ୍ୟୁମେରିକାଲ୍ ୱେରେ ତାର ଗୋଟେ ପରଫର୍ମାନ୍ସକୁ ଆମେ ମେଜର୍ କଲେ ତାକୁ ହିଁ କହିବା ଆମେ ମାର୍କିଂ ସିଷ୍ଟମ୍। It gives exact score ତମେ ଯେତିକି ରଖିଥିବ ସେତିକି ହିଁ ତମକୁ ଦବ ହେଲା। ଧର 100 ରୁ ଜଣେ 71 ରଖିଛି ତ ପୁରା ହେଉଛି ସେ ସେତିକି ହିଁ ଏକ୍ଜାକ୍ଟ ସ୍କୋର ବତେଇଦେଲା ନା ସେଇଟା ହେଉଛି ମାର୍କିଂ ସିଷ୍ଟମ୍। ପ୍ରୋବ୍ଲେମ୍ କ'ଣ ହେଇଥାଏ ମାର୍କିଂ ସିଷ୍ଟମ୍‌ରେ କ'ଣ କ'ଣ ଡିସ୍ଆଡ଼ଭାଣ୍ଟେଜେସ୍ ଅଛି ବା ଲିମିଟେସନ୍ କ'ଣ କ'ଣ ଅଛି। Even 1 mark less can upset students and make them feel like failures। ଏଇଟା ବହୁତ ଛୁଆ ତମେ ଅନୁଭବ କରିଥିବ ଧର କେଉଁ ଛୁଆର ବୋର୍ଡ଼ ଏକ୍ଜାମ୍‌ରେ 499 ରହିଯାଇଛି ହେଲା 500 ରଖିଥିଲେ ସେ ଗୋଟେ କ'ଣ ସମସ୍ତଙ୍କୁ କହିପାରିଥିଲେ 500 ରଖିଛନ୍ତି କିନ୍ତୁ ତାର 499 ରହିଛି ତ ଯଦି ଗୋଟେ ମାର୍କ ବି ତାର କମି ହେଉଛି ତାହେଲେ ତାକୁ ବହୁତ ହି ଅପସେଟ୍ କରିଥାଏ ବା ତା ମନ ଦୁଃଖ ହେଇଥାଏ ଏଇ ମାର୍କ ସିଷ୍ଟମ୍ ପାଇଁ ହେଲା। It cause stress, pressure and sometimes mental health issue among the students। ଯଦି ତାଙ୍କର ହେଉଛି ଯେଉଁ ମାର୍କିଂ ସିଷ୍ଟମ୍ ପାଇଁ ଯଦି ତାର ଗୋଟେ ସାଙ୍ଗଟେ ତାଠୁ ଅଧିକା ମାର୍କ ରଖିଦେଇଛି ବା ତା ଘର ପାଖରେ କିଏ ଗୋଟେ ତାଠୁ ବି 2 ମାର୍କ କିମ୍ବା 5 ମାର୍କ ବି ଅଧିକା ରଖିଦେଇଛି ତାହେଲେ ତାଙ୍କୁ ଘର ଭିତରେ ହଜାର କଥା ଶୁଣାଯାଏ ଯେ ତୁ ଏଟା ଦେଖିଲି ସିଏ ଏତେ ରଖିଲା ତୁ କାହିଁକି ଏତେ ରଖିଲୁ ତ ଏଇଭଳିଆ କରିବା ଦ୍ୱାରା ଛୁଆମାନଙ୍କ ମନରେ କ'ଣ ହେଇଥାଏ ଷ୍ଟ୍ରେସ୍ ପ୍ରେସର ହେଲା ମେଣ୍ଟାଲ ହେଲ୍ଥ ଇସ୍ୟୁ ମଧ୍ୟ ଏଇ ମାର୍କିଂ ସିଷ୍ଟମ୍ ପାଇଁ ଦେଖାଯାଇଥାଏ। Parent often compare marks and pressurize children causing emotional stress। ମୁଁ ଯେଉଁଟା କହିଲି ପ୍ୟାରେଣ୍ଟ ମାନେ କ'ଣ କରନ୍ତି ତା ସାଙ୍ଗର ମାର୍କ ଆଉ ତା ମାର୍କ ସହିତ କମ୍ପେୟାର କରିଥାନ୍ତି ଆଉ ଛୁଆମାନଙ୍କ ଉପରେ ବେଶୀ ପ୍ରେସରାଇଜ୍ କରିଥାନ୍ତି ଭଲ ମାର୍କ ରଖିବା ପାଇଁ ହେଲା ଯେଉଁଟାକି ଇମୋସନାଲି ଇଏ କରିଦେଇଥାଏ। ତାପରେ there is no exact method to say someone who scores 71 is truly better who can win 70। ମାନେ ସେ କ'ଣ କହୁଛି ନା ଆମେ କେବେ ବି କହିପାରିବାନି ଯେ 71 ଯିଏ ରଖିଛି ସିଏ ହେଉଛି ଯେଉଁ ଗୋଟେ ଛୁଆ 71 ରଖିଛି ଆଉ ଗୋଟେ ଛୁଆ 70 ରଖିଛି ଆମେ କେବେ କହିପାରିବା ଯେ 71 ରଖିଛି ସେ 70 ଛୁଆ ଠାରୁ ବହୁତ ପଣ୍ଡିତ ବହୁତ ଜ୍ଞାନୀ ସେଟା କେବେ ବି କହିପାରିବନି ହେଲା। କିନ୍ତୁ ଆମେ କ'ଣ କହିପାରିବା ଯେଉଁ ଛୁଆଟା A ଗ୍ରେଡ୍ ରଖିଛି ଆଉ ଯେଉଁ ଛୁଆଟା D ଗ୍ରେଡ୍ ରଖିଛି ସେ ହୁଏତ A ଗ୍ରେଡ୍ ଛୁଆଟା D ଗ୍ରେଡ୍ ଛୁଆଠାରୁ ଟିକେ ଭଲ ବା ବହୁତ ବେହତର ହେଲା। ତ ସେଇ କଥା କହୁଛି ଆମେ ଏଠି କେବେ କମ୍ପେୟାର କରିପାରିବା ନାହିଁ ବା ଆମେ ଜାଣିପାରିବା ନାହିଁ। Marks can be affected by errors like wrong counting, unfair checking or examination rule। ଯଦି ତୁମେ ମାର୍କ ଦେଖିବ ଏସେ ଟାଇପ୍ ଯଦି ଲେଖିଛ ତାହେଲେ ଏଠି ଏକ୍ଜାମିନର ମୁଡ୍ ଅନୁସାରେ ସେ ମାର୍କ ଥିବ ସେଭଳିଆ ହେଉଛି ରଙ୍ଗ ଯଦି କାଉଣ୍ଟିଂ ହେଇଗଲା ତୁମର ଭୁଲ ହେଉଛି ମାର୍କ ଆସିବ ସେଇଟା କହୁଛି ମାର୍କଟା କିଛି ଏରର୍ ହେଲେ ମଧ୍ୟ ଆଫେକ୍ଟ କରିଥାଏ। ତାପରେ ହେଉଛି ଗ୍ରେଡ଼ିଂ ସିଷ୍ଟମ୍ ବୋଲି ଇଭଲ୍ୟୁସନ୍। ଗ୍ରେଡ଼ିଂ ମୁଁ ବୁଝେଇ ଦେଇଥିଲି ୟା ପୂର୍ବ ୟୁନିଟ୍ର ମୁଁ ଗ୍ରେଡ଼ିଂଟା ବହୁତ ଭଲ ଭାବରେ ବୁଝେଇ ଦେଇଥିଲି ୟୁନିଟ୍ 4। ତାହେଲେ କ'ଣ ଜାଣିଛନ୍ତି ଗ୍ରେଡ଼ିଂ ସିଷ୍ଟମ୍ଟା ଏବେ ହେଲା। ଇଭାଲ୍ୟୁଏସନ୍‌ରେ ଗ୍ରେଡ଼ିଂ କଭରା ଦିଆଯାଇଥାଏ। Grading system is a method used to assess and report a student's academic performance। ଛୁଆର ଯେଉଁ ଏକାଡେମିକ୍ ସ୍କୋର ଯାହା ରହିଥାଏ ପୁରା ବିଷୟ ଉପରେ ସେ ଯାହା ଯାହା ମାର୍କ ରଖିଥାଏ ତାକୁ ଆମେ ଯେତେବେଳେ ଗୋଟେ ରିପୋର୍ଟ ବନାଉଛନ୍ତି ବା ତାକୁ ଆକ୍ସେସ୍ କରୁଛନ୍ତି ସେତେବେଳେ ତମେ ଗୋଟେ ମାନେ ତାକୁ ଗୋଟେ ପ୍ରେଜେଣ୍ଟ କରିବା ଗୋଟେ ମେଥଡ଼ଟାକୁ ହିଁ ଗ୍ରେଡ଼ିଂ ସିଷ୍ଟମ୍ କୁହାଯାଏ।
ବୁଝିପାରିଲେ? ସେ ଛୁଆର ଏକାଡେମିକ୍ ପରଫର୍ମାନ୍ସକୁ ଆକ୍ସେସ୍ କରିକି ରିପୋର୍ଟ କରିକି ହେଲା ତାକୁ ମାର୍କ ନ ଦେଇକି ତାକୁ ଗୋଟେ ଗ୍ରେଡ୍ ଦେବାଟାକୁ କ'ଣ କୁହାଯାଏ? ଗ୍ରେଡ଼ିଂ ସିଷ୍ଟମ୍ କୁହାଯାଏ। ଗ୍ରେଡ଼ିଂ ସିଷ୍ଟମରେ ମାର୍କ ଦିଆଯାଏନି। ଇନଷ୍ଟେଡ୍ ଅଫ୍ ଗିଭିଂ ମାର୍କସ୍ ଷ୍ଟୁଡେଣ୍ଟ ଆର୍ ଗିଭେନ୍ ଗ୍ରେଡ୍ସ ଲାଇକ୍ ଏ ବି ସି ହେଲା। ତ ଷ୍ଟୁଡେଣ୍ଟମାନଙ୍କୁ ଗ୍ରେଡ୍ ଦିଆଯାଏ ହେଲା, ମାର୍କ ଏଠି ଦିଆଯାଏ ନାହିଁ। It helps to reduce pressure, avoid comparison, and show on how well a student how well a student has understood the subject. ଦେଖ ଗ୍ରେଡ଼ିଂ ସିଷ୍ଟମ୍ କାହିଁକି ଛୁଆ ପ୍ରେସର କମ୍ପେୟାର କରିଥାଏ? ଦେଖ ଯଦି ରଖା ହେଇଥିବ ଯେ 80ରୁ 100 ଜଣ ଭିତରେ 80ରୁ 100 ମାର୍କ ଯିଏ ରଖିଛି ହେଲା, ତାକୁ ଆମେ ଦେବା ଏ ଗ୍ରେଡ୍। ବୁଝିପାରିଲେ? ଏ ଗ୍ରେଡ୍ ଦେବା। ତ ଦେଖ ଯିଏ ହେଉଛି ଗୋଟେ ଘର ପାଖରେ ତମର ଗୋଟେ ସାଙ୍ଗଟେ ଅଛି, ସିଏ ରଖିଛି 80, ତମେ ରଖିଛ 80, ସିଏ ରଖିଛି 85, ତ ତମକୁ ବି ମିଳିବ ଏ ଗ୍ରେଡ୍। ତମ ଘର ପାଖରେ ଯିଏ ଅଛି ସିଏ ବି ପାଇବ ଏ ଗ୍ରେଡ୍। ତ ତମ ଘର ଲୋକ କେବେ କମ୍ପେୟାର କରିପାରିବେ କି ଯେ ସିଏ ତ ସେ ଏ ଗ୍ରେଡ୍ ରଖିଛି, ତମର ବି ତ ସେ ଏ ଗ୍ରେଡ୍ ରଖିଛି। ତା ଦ୍ୱାରା କ'ଣ ହେଇଥାଏ? କମ୍ପାରିଜନ୍ ହୁଏନି ଏତେ, ପ୍ରେସର ମଧ୍ୟ ଏତେ ପଡ଼େନି ହେଲା। ଆଉ ଷ୍ଟୁଡେଣ୍ଟ ମାନେ ବହୁତ ଭଲିକି ସବଜେକ୍ଟଟାକୁ କ'ଣ ବୁଝିକି ସେଠି ପାଠ ଲେଖିଥାନ୍ତି, ଏତେ ତାଙ୍କ ଉପରେ ପ୍ରେସର କିଛି ନଥାଏ। टाइप्स ऑफ ग्रेडिंग सिस्टम देखिए है चार प्रकार ग्रेडिंग सिस्टम ଥାଏ डायरेक्ट इनडायरेक्ट रिलेटिव आउ हूँ आब्सेंट है को बही छुआ देती आम दी प्रकार ग्रेडिंग सिस्टम थाए जोटा डायरेक्ट एंड इनडायरेक्ट आउ इनडायरेक्ट को पुणी दी भाग में विभक्त कराई इनडायरेक्ट को गोटे हूँ रिलेटिव ग्रेडिंग आउ हूँ आब्सोल्यूट ग्रेडिंग तुम बही चार प्रकार देती तो आम ये लिखा डायरेक्ट इनडायरेक्ट रिलेटिव आब्सेंट ओके डायरेक्ट ग्रेडिंग सिस्टम कौन डायरेक्ट ग्रेडिंग सिस्टम रे तुमको मार्क ही दिया जाए एठी केवल एठी तुम हूँ कौन एकाडेमिक उपरे छुआ देखा जाए तुम जो एकाडेमिक सब्जेक्ट जो मैथ फिजिक्स कि केमिस्ट्री उपरे तुम एग्जाम देल तुमको ग्रेड मिल सेटा भी डायरेक्ट ग्रेडिंगटा एकाडेमिक सब्जेक्ट उपरे हुए एठी कौन किसी तुम परफॉर्मेंस को देखिए गोटे मार्क दे धर गोटे छुआटा भल स्कल्पचर बनई भल ड्रॉइंग कर भल डांस कर जो ग्रेडटा मिलता है ए बी सी है ताको ही कहुए डायरेक्ट ग्रेडिंग सिस्टम से कथा कहूँ टीचर आर गिविंग ग्रेड्स लाइक ए बी सी directly without calculating marks based on the quality of the student's work. स्टूडेंट वर्क को देखिए बिना मार्क को कैलकुलेट करके जो हमारे ग्रेडिंग मिलता है ताको हमें कही था डायरेक्ट ग्रेडिंग बुझीपारे जो देखिए एग्जांपल जो भी लिखी इन आर्ट क्लास गोटे आर्ट क्लास धर गोटे परफॉर्मेंस है जो समस्त गोटे भल ड्रॉइंग बने तो जो मैंने एक्सलेंट क्रिएटिविटी देखी से ड्रॉइंग रे गोटे भल स्कल्पचर गोटे बन ए ग्रेड दिहला मतलब ए ग्रेड माने कौन ना ये बहुत भल भाव में क्रिएटिविटी से यूज कर बी ग्रेड मैंने कौन ना गुड क्रिएटिविटी चलो है आ हूँ सी ग्रेड जो मैंने पाइले सेटा हूँ एवरेज क्रिएटिविटी एटी तुमको किसी मार्क दिया जो मार्क न दिया ग्रेडिंग दिया जाए ताको कहुए डायरेक्ट ग्रेडिंग इनडायरेक्ट ग्रेडिंग कौन इन दिस टाइप ऑफ सिस्टम फास्ट मार्क आर गिवन देन इट कन्वर्टेड टू ग्रेड्स एटी तुमको फास्ट मार्क दिया आ मार्क आड़क तुमको ग्रेड को चेंज होता है बुझीपाल जो यूज कर 85 तुमको 85 न देखिए तुम खाता तो देखा खाता चेक हो 85 लिखा स्कोर कि तुमको जो रिपोर्ट कार्ड आसो तुमको ये लिखाई ए ग्रेड बुझीपार तो 85 मार्क टाक ए ग्रेड को ट्रांसफर कर दि जाए से प्रकार ग्रेडिंग सिस्टम को इनडायरेक्ट ग्रेडिंग कहुए बुझीपार एब्सोल्यूट ग्रेडिंग सिस्टम कौन ना ग्रेड्स आर गिवन बाय प्री फिक्स्ड रेंज और मार्क्स एठी तुमको ग्रेड किमी दिया जाए जोटा आगुरी गोटे प्री फिक्स्ड गोटे रेंज रखाई था धरे तुम हूँ स्कूल हूँ गोटे एग्जाम है हाफ इयरली एग्जाम है तो हाफ इयरली एग्जाम से डिसाइड कले आम हूँ जो मैंने माने धर टोटाल हूँ 100 मार्क गोटे हाफ इयरली एग्जाम है तुम मन कर 100 मार्क गोटे एग्जाम से पूर्व ही प्री फिक्स्ड कर देते जो मैंने 90 ରୁ 100 भितर रखिए मार्क ताको आम ए ग्रेड दबा जो मैंने 80 ରୁ 89 भितर रखिए ताको बी ग्रेड दबा जो मैंने 70 ରୁ 79 भितर रखिए से डी ग्रेड दबा से जो मैंने 60 ରୁ तुम 69 भितर रखिए से आम डी ग्रेड दबा तो यहाँ हूँ प्री फिक्स्ड गोटे रेंज गोटे रखी था ना फास्ट पूर्व ही गोटे रेंज फिक्स्ड होता है तो ये रेंज भितर जो गोटे छुआ मार्क रखिए ए ग्रेड दबा से हूँ एब्सोल्यूट ग्रेडिंग सिस्टम everyone who scores within a certain range gets same grade बुझे जो मैंने भी गोटे ये रेंज भितर जी जी मार्क रखला धर गोटे छुआ रखला 91 ता सांग रखला 92 आ गोटे छुआ रखला 55 तो ये समस्त से ए ग्रेड ही पाइबे बुझीपारे तो सर्टन रेंज भितर जो मैंने भी छुआ सब स्कोर करेंगे ताको सेम ग्रेड ही दिया जाए बुझीपारे रिलेटिव ग्रेडिंग सिस्टम को एटा को कंपेयर करा जाए कंपेयर कर ग्रेड्स आर गिवन बाय कंपेयरिंग स्टूडेंट परफॉर्मेंस टू इच अदर जोटी छुआ मानकर परफॉर्मेंसटा
ନିଜ ନିଜ ଭିତରେ ବା ଛୁଆମାନଙ୍କ ଭିତରେ କମ୍ପେୟାର କରିକି ତୁମକୁ ଗ୍ରେଡ୍ ଦିଆଯାଏ ତାକୁ କୁହାଯାଏ ରିଲେଟିଭ୍ ଗ୍ରେଡ଼ିଂ ସିଷ୍ଟମ୍। ମୁଁ ତୁମକୁ ଏକ୍ଜାମ୍ପଲ୍ ଦେଇକି ଦେଖାଉଛି ଦେଖ ଏଠି କ'ଣ କରାଯାଏ ଏଇଟା ଫାଷ୍ଟ ଦେଖୁଛି ଗୋଟେ ଟେଷ୍ଟ ହେଇଥିଲା ତାର କ'ଣ ହେଲା ଟପ୍ 10% ଯେଉଁ ଛୁଆ ଆସିବେ ତାକୁ ଆମେ ଗ୍ରେଡ୍ 1 ଦେବା ମାନେ କ'ଣ ଧର 100ରୁ ଗୋଟେ ହେଉଛି ଏକ୍ଜାମ୍ ହେଇଥିଲା ବୁଝିପାରିଲେ 100ରୁ ଗୋଟେ ଏକ୍ଜାମ୍ ହେଇଥିଲା ତ ଫାଷ୍ଟ 10% ଏକ୍ଜାମ୍ 10% ଛୁଆ ଏଠି ତୁମର ମାର୍କ ଫିକ୍ସ ନାହିଁ ଯେ ତୁମର 100ରୁ 90 ଭିତରେ ରଖିବେ ସୁବିଧା ନାହିଁ 100ରୁ ଏକ୍ଜାମ୍ ହେଇଥିଲା ବା 100 ଜଣଙ୍କ ଭିତରେ ଏକ୍ଜାମ୍ ହେଇଥିଲା ଫାଷ୍ଟ ଯେଉଁ 10 ଜଣ ଯେଉଁ ଛୁଆ ଆସିବେ ହେଲା 100 ଜଣଙ୍କ ଭିତରେ ଏକ୍ଜାମ୍ ହେଲା ଫାଷ୍ଟ 10 ଜଣ ଛୁଆ ଆସିବେ ତାକୁ ଗ୍ରେଡ୍ 1 ହେବ ଯେଉଁ ଫାଷ୍ଟ ଛୁଆଟା ସେ 50 ରଖିବ ତାପରେ ଛୁଆଟା ଧର 49 48 47 45 ଭଳିଆ ରଖିଲେ ଏଭଳିଆ ଯଦି 10 ଜଣ ବି ଅଛନ୍ତି ତାକୁ ବି ଏ ଗ୍ରେଡ୍ ଦିଆଯିବ ବୁଝିପାରିଲେ ତ ଏଠି କମ୍ପେୟାର କରାଯାଏ ଯେ 100 ଜଣଙ୍କ ଭିତରୁ କିଏ ହେଉଛି ଫାଷ୍ଟ 10 ଜଣ ଅଛନ୍ତି ତାକୁ ଆମେ ଏ ଗ୍ରେଡ୍ ଦେବା ତାପରେ ଯେଉଁ ନେକ୍ସଟ 20% ଥିବେ ବା ତା ତଳକୁ ଯେଉଁ 20 ଜଣ ଥିବେ ହେଲା ତାକୁ ଆମେ ପ୍ରି ଗ୍ରେଡ୍ ଦେବା ବୁଝିପାରିଲ ଏଠି କିଛି ମାର୍କ ଫିକ୍ସড ହେଉଛି ମାର୍କ ଫିକ୍ସড ହେଉଛି ଏଠି ଛୁଆମାନଙ୍କ ଭିତରେ କମ୍ପେୟାର କରାହେଉଛି ଯେ ଫାଷ୍ଟ 10 ଜଣ ଫାଷ୍ଟ 20 ଜଣ ଫାଷ୍ଟ 25 ଜଣ ତାଙ୍କ ଭିତରେ କମ୍ପେୟାର କରିକି ମାର୍କ ଦିଆଯାଉଛି ସେଇଟା ହେଉଛି ଛୁଆମାନଙ୍କର ପରଫର୍ମାନ୍ସ କମ୍ପେୟାର କରିକି ଯେଉଁମାନେ ମାର୍କ ଦିଅନ୍ତି ତାକୁ ଆମେ ରିଲେଟିଭ୍ ଗ୍ରେଡ଼ିଂ ସିଷ୍ଟମ୍ କୁହାଯାଏ ଦ ବେଷ୍ଟ ପରଫର୍ମିଂ ଗ୍ରୁପ୍ ଗେଟ୍ସ ହାୟର ଗ୍ରେଡ୍ ଯେଉଁ ଗ୍ରୁପଟା ବା ଯେଉଁ 10 ଜଣ ଯେଉଁ 15 ଜଣ ବେଷ୍ଟ ପରଫର୍ମ ଦେଇଥିବ ବା ବେଷ୍ଟ ଯେଉଁ 10%ରୁ ଯେଉଁ ଛୁଆ ରହିଲେ ସେମାନେ ଯେଉଁ ବେଷ୍ଟ ଦେଇଥିବେ ସେମାନେ ହାୟର ଗ୍ରେଡ୍ ସବୁ ପାଇବେ ଇଭେନ୍ ଇଫ୍ ଦେୟାର ସ୍କୋର ଆର୍ ଭେରି ହାଇ ନଟ୍ ଭେରି ହାଇ ଯଦି ମୁଁ କହିଲି ବା ଯଦି 50 ଜଣ ଭିତରୁ ଯିଏ ହାଏଷ୍ଟ ମାର୍କ ରଖୁଛି ସେ 50 ରଖିଛି ହେଲା ତାହେଲେ କ'ଣ ମିଳିବ ତାକୁ ସେ ମଧ୍ୟ ଏ ଗ୍ରେଡ୍ ଭିତରେ ଯିବେ ତ 50ରୁ ତଳକୁ ଦେଖିନେବା ଆମେ 10 ଜଣ ଦେଖିନେବା ସେମାନେ ଏ ଗ୍ରେଡ୍ ଭିତରେ ଯିବେ ସେ କଥା କହୁଛି ସ୍କୋର ମଧ୍ୟ ଯେତେ ଭଲ ନ ହେଇଥାଉ କିନ୍ତୁ ସେମାନେ ଯଦି ଫାଷ୍ଟ 10 ଜଣ ଭିତରେ ରହିଛନ୍ତି ତାକୁ ଆମେ ହାୟର ଗ୍ରେଡ୍ରେ ରଖିବା ଏଠି ଡିପେଣ୍ଡସ୍ ଅନ୍ ଓଭରାଲ୍ କ୍ଲାସ୍ ପରଫର୍ମାନ୍ସ ପୁରା ଛୁଆ ବା ପୁରା ଓଭରାଲ୍ କ୍ଲାସ୍ ପରଫର୍ମାନ୍ସ ଉପରେ ଏଇଟା ଡିପେଣ୍ଡ କରିଥାଏ ବୁଝିପାରିଲେ ତାପରେ ଅବଜେକ୍ଟିଭ୍ ଏଠି ସବଜେକ୍ଟିଭ୍ ସବଜେକ୍ଟିଭ୍ ଇନ୍ ଆସେସମେଣ୍ଟ ଆସେସମେଣ୍ଟର ବା ଟେଷ୍ଟର ଅବଜେକ୍ଟିଭ୍ ଆଉ ସବଜେକ୍ଟିଭ୍ କ'ଣ ଜାଣିଛ ଅବଜେକ୍ଟିଭ୍ ମାନେ ଏମସିକ୍ୟୁ ସବଜେକ୍ଟିଭ୍ ମାନେ ଏସେ ଟାଇପ୍ ଏଇଟା ତ ହେଲା ତ ଅବଜେକ୍ଟିଭ୍ ଆସେସମେଣ୍ଟ କ'ଣ ନା ଅବଜେକ୍ଟିଭ୍ ଆସେସମେଣ୍ଟ ଇଜ୍ ଏ ଟାଇପ୍ ଅଫ୍ ଆସେସମେଣ୍ଟ where there is only one correct answer ଯେଉଁ ଆସେସମେଣ୍ଟର ଗୋଟିଏ ହିଁ କରେକ୍ଟ ଆନ୍ସର୍ ଥିବ ଯେଉଁଭଳିଆ ଏମସିକ୍ୟୁର ଗୋଟିଏ କରେକ୍ଟ ଆନ୍ସର୍ ଫିଲିଂ ଦି ବ୍ଲାଙ୍କ୍ସର ଗୋଟିଏ କରେକ୍ଟ ଆନ୍ସର୍ ବା ମ୍ୟାଚିଂର ଟ୍ରୁ ଫଲ୍ସର ଗୋଟିଏ ହିଁ କରେକ୍ଟ ଆନ୍ସର୍ ହେବ ନା ସେଇ ପ୍ରକାର ଆସେସମେଣ୍ଟ ବା ସେଇ ପ୍ରକାର ଯେତେବେଳେ ଆମେ ସେଇ ପ୍ରକାର ଟେଷ୍ଟ କରିଥାଉ ମାନେ ଯେଉଁ ପ୍ରକାର ଟେଷ୍ଟ ଏଇ ପ୍ରକାର କ୍ୱେଶ୍ଚନ୍ ସବୁ ଆମେ ୟୁଜ୍ କରିଥାନ୍ତି ତାକୁ ଆମେ କହିବା ଅବଜେକ୍ଟିଭ୍ ଆସେସମେଣ୍ଟ ବୁଝିପାରିଲେ ଧର ଗୋଟେ ସାର୍ ଜଣେ ଆମେ ହେଉଛି ଟେଷ୍ଟ କଲେ ୟୁନିଟ୍ ଟେଷ୍ଟ କଲେ ଆଉ ସେଠି ସବୁ ଲଙ୍ଗ କ୍ୱେଶ୍ଚନ୍ ନ ପକେଇକି ସବୁ ହେଉଛି ଟ୍ରୁ ଫଲ୍ସ ଆଉ ମଲ୍ଟିପଲ୍ ଚଏସ୍ ଏସବୁ ପକେଇବା ତ ସେଇ ପ୍ରକାର ଯେଉଁ ଆସେସମେଣ୍ଟକୁ ସେଇ ପ୍ରକାର ଟେଷ୍ଟଟାକୁ ଆମେ କହିବା ଅବଜେକ୍ଟିଭ୍ ଆସେସମେଣ୍ଟ ବୁଝିପାରିଲେ ଏଠି ଇନକ୍ଲୁଡ୍ସ ମଲ୍ଟିପଲ୍ ଚଏସ୍ ଯେଉଁଟା କହିଦେଲି ତାପରେ ଇଟ୍ ଇଜ୍ ଇଜି ଟୁ ଚେକ୍ ଇଭେନ୍ ବାଇ କମ୍ପ୍ୟୁଟର ଦ୍ୱାରା ମଧ୍ୟ ଏଇଟା ମାନେ ଇଜିଲି ଚେକ୍ ହେଇପାରିବ ବା ଲୋକ ଯେ ସାର୍ ଥିବେ ସିଏ ମଧ୍ୟ ଇଜିଲି ଚେକ୍ କରିପାରିବେ ୟୁଜଫୁଲ୍ ଫର୍ ଲାର୍ଜ ଗ୍ରୁପ୍ ଅଫ୍ ଷ୍ଟୁଡେଣ୍ଟ ସବୁ ଛୁଆକୁ ଦେଇଦେଲେ ସେ ସାଙ୍ଗେ ସାଙ୍ଗେ ଟିକ୍ ଟିକ୍ ମାରି ଦେଇକି ଅପସନ୍ ଚାରିଟା ଦେଇଥିବ ସାଙ୍ଗେ ସାଙ୍ଗେ ଟିକ୍ ଟିକ୍ ମାରି ଦେଇକି ବହୁତ ଛୁଆମାନେ ମଧ୍ୟ ସାଙ୍ଗେ ସାଙ୍ଗେ ଦେଇଦେବେ ଯେଉଁଟା ତୁମର ଏସ୍ଏସ୍ସିର କେତେ ଲକ୍ଷ ଛୁଆ ଏକ୍ଜାମ୍ ଦେଉଛନ୍ତି କିନ୍ତୁ ଯେହେତୁ ଏମ୍ସିକ୍ୟୁ ପ୍ରୋଜେକ୍ଟ ବା ଅବଜେକ୍ଟିଭ୍ ଆସେସମେଣ୍ଟ ହେଇଥାଏ ସେଥିପାଇଁ ବହୁତ ଛୁଆ ଏକା ସାଙ୍ଗେ ଦେଇଦେବେ ଏଠି gives a fast accurate and higher result ତମେ ଏକ୍ଜାମ୍ ଦେଇ ସାରିଥିବ କି ନାହିଁ କି ସାଙ୍ଗେ ସାଙ୍ଗେ ତମର ରେଜଲ୍ଟ ତମ ସ୍କ୍ରିନ୍ ଉପରେ ଦେଖେଇଦେବ ତ ଫାଷ୍ଟ ଆକ୍ୟୁରେଟ୍ ରେଜଲ୍ଟ ଆମକୁ ଏଇଟା ଅବଜେକ୍ଟିଭ୍ ଆସେସମେଣ୍ଟରୁ ମିଳିଥାଏ ଇଟ୍ କ୍ୟାନ୍ କଭର୍ ମେନି ଟପିକ୍ସ ଇନ୍ ଲେସ୍ ଟାଇମ୍ ହେଲା ବହୁତ ଟପିକ୍ ବହୁତ କମ୍ ଟାଇମ୍ରେ ଏଇଟା ହେଉଛି କଭର୍ କରିଦେଇଥାଏ ତାପରେ ଦେଖିବା ସବଜେକ୍ଟିଭ୍ ଆସେସମେଣ୍ଟ ହେଲା ତ ସବଜେକ୍ଟିଭ୍ ଆସେସମେଣ୍ଟ ଇଜ୍ ଏ ଟାଇପ୍ ଅଫ୍ ଟେଷ୍ଟ where different answers can be correct depending on how well students are explained ହେଲା ତମେ ଯେଉଁ ବିଏଡ୍ ଏକ୍ଜାମ୍ ଦେଉଛ ବା ତମେ ଯେଉଁ ଏଇଟା ଦେଉଛ ହଉଛି ତମର ସେମିଷ୍ଟାର ଏକ୍ଜାମ୍ ଦେବ ଇଏ ଥାର୍ଡ଼ ସେମିଷ୍ଟାର ତ ସେଠି ଯେତିକି ବି ଲଙ୍ଗ କ୍ୱେଶ୍ଚନ୍ କରିଥିବ ବା ଯେତିକି ବି କ୍ୱେଶ୍ଚନ୍ କରିଥିବ ତ ସମସ୍ତଙ୍କର ଡିଫରେଣ୍ଟ ଟାଇପ୍ ଅଫ୍ ଆନ୍ସର୍ ହେଇଥିବ ଆଉ ସମସ୍ତଙ୍କର ଆନ୍ସର୍ ହେଉଛି କରେକ୍ଟ ହେଲା ତ ଡିପେଣ୍ଡ କରେ ଯେ କେଉଁ ଛୁଆ କେଉଁ ପ୍ରକାର କ୍ୱେଶ୍ଚନ୍ଟାକୁ କେଉଁ ଭଳିଆ ଏକ୍ସପ୍ଲେନ୍ କରିପାରୁଛି ବୁଝିପାରିଲେ ସେଇ କଥା କହୁଛି ଯେ ଯେଉଁ ସବଜେକ୍ଟିଭ୍ ଆସେସମେଣ୍ଟଟା ଏମିତି ଗୋଟେ ଟେଷ୍ଟ ଯେଉଁଠି ସବୁ ଯେତିକି ବି ଆନ୍ସର୍ ଅଛି ଯେତିକି ବି ଛୁଆମାନେ ଯାହା ବି ଆନ୍ସର୍ ଦେବେ ସବୁ ଗୁଡ଼ିକ କରେକ୍ଟ ହେଲା ଏହା ଡିପେଣ୍ଡ କରେ ଯେ ଛୁଆମାନେ କେଉଁ ଭଳିଆ ସେ କ୍ୱେଶ୍ଚନ୍ଟାକୁ ଏକ୍ସପ୍ଲେନ୍ କରିକି ଦିଅନ୍ତି ଏଇଟା ସବୁ ହେଉଛି ଏସେ ଟାଇପ୍ ବା ଲଙ୍ଗ କ୍ୱେଶ୍ଚନ୍ ଇଏ ସବଜେକ୍ଟିଭ୍ ଆସେସମେଣ୍ଟରୁ ହିଁ ପଡ଼ିଥାଏ ଏଠି ନିଡ୍ସ ଷ୍ଟୁଡେଣ୍ଟସ୍ ଅରିଜିନାଲ୍ ରିଟେନ୍ ଆନ୍ସର୍ସ ଏଇ ଯେଉଁ ଆସେସମେଣ୍ଟର ସେଠାରେ ଚେକ୍ ହେଇଥାଏ ଯେ ଛୁଆମାନଙ୍କର ଯେଉଁ ଅରିଜିନାଲ୍ ରିଟେନ୍ ଆନ୍ସର୍ ହେଉଛି ସେଇଆଡ଼କ ଚେକ୍ ହେଇଥାଏ ଏଠି ଏମ୍ସିକ୍ୟୁ କିମ୍ବା ଆମର ଟ୍ରୁ ଫଲ୍ସ ପଡ଼େ ନାହିଁ ଏଠି ଇନକ୍ଲୁଡ୍ସ ଏସେ ସର୍ଟ ଆନ୍ସର୍ ପ୍ରୋବ୍ଲେମ୍ ସଲଭିଂ ଏଗୁଡ଼ା ସବୁ କ୍ୱେଶ୍ଚନ୍ ଆଡ଼କୁ ପଡ଼ିଥାଏ ଯେଉଁଭଳିଆ ମ୍ୟାଥ୍ର ପ୍ରୋବ୍ଲେମ୍ ପଡ଼ିପାରିବ ଏଇ ପ୍ରକାର ଏଇ ଯେଉଁ ସବଜେକ୍ଟିଭ୍ ଆସେସମେଣ୍ଟର ହେଲା ସର୍ଟ ଆନ୍ସର୍ ଟାଇପ୍ କ୍ୱେଶ୍ଚନ୍ ପଡ଼ିପାରିବ ଏସେ କ୍ୱେଶ୍ଚନ୍ ପଡ଼ିପାରିବ ଏଠି ଡିପେଣ୍ଡସ୍ ଅନ୍ ଟିଚର୍ସ ଜଜମେଣ୍ଟ ହ୍ୱାଇଲ୍ ସ୍ଟୋରି ଯେତେବେଳେ ସେମାନେ ସାର୍ମାନେ ଯେତେବେଳେ ୟାର ମାର୍କ ଦିଆଯିବ
ତ ଟିଚର୍ସ ଜଜମେଣ୍ଟ ଏଠି ଡିପେଣ୍ଡ କରେ ଯେ ଟିଚର ମାନେ କୋଉ ଭଳି ସେ ଖାତାଟାକୁ ଦେଖିକି ମାର୍କ ଦେଉଛନ୍ତି। ଧର ଜଣେ ସାର୍ ଅଛନ୍ତି ସେ ଖାତାଟାକୁ ଦେଖିକି ବସିଦେଲେ, ଆଉ ଜଣେ ସାର୍ ସେଇ ଖାତାକୁ ଦେଖିକି ସେ କନସାସ ଦେଇପାରିବେ। ତ ଟିଚର ମାନଙ୍କର ଜଜମେଣ୍ଟ ଭେରି କରେ ନା, ତ ତାରି ଉପରେ ଡିପେଣ୍ଡ କରିଥାଏ ଆମର ସବଜେକ୍ଟିଭ ଆସେସମେଣ୍ଟ। ମନେ ରଖିବେ ସବଜେକ୍ଟିଭ ଆସେସମେଣ୍ଟଟା ଟିଚର ଜଜମେଣ୍ଟ ଉପରେ ଡିପେଣ୍ଡ କରିଥାଏ। It is useful to access creativity, critical thinking and writing skill। जो सब्जेक्टिव आसेसमेंट में गोटे छुआर राइटिंग स्किल चेक कराए, तार क्रिटिकाल थिंकिंग को चेक कराए, क्रिएटिविटी चेक कराए, यहाँ सब तार सब जो स्किल अच्छे सब चेक कराए। बुझीपारे कौन इम्पैक्ट ऑफ एंट्रेंस एग्जाम एंड पब्लिक एग्जाम्स ऑन टीचिंग एंड लर्निंग। जो टीचिंग लर्निंग प्रोसेस अच्छे जो आम जो एंट्रेंस एग्जाम अच्छी कि तुम हूँ बोर्ड एग्जाम आड़क अच्छे तार कौन कौन इम्पैक्ट करुच्छे। जो पॉजिटिव इम्पैक्ट अच्छे नेगेटिव इफेक्ट अच्छे। पॉजिटिव इम्पैक्ट कौन ना ये जो एग्जाम होगा द्वारा जो एंट्रेंस एग्जाम पब्लिक एग्जाम ये जो बोर्ड एग्जाम होगा द्वारा स्टूडेंट मैंने बेसी सीरीयस होती स्टडी को लेकिन सीरीयस होती फोकस कर बेसी खेलकूद माथुना स्टडी ओरिएंटेड होती स्टडी को फोकस कर प्रिपेयर्स स्टूडेंट्स विथ इन डीप नॉलेज ऑफ एग्जाम्स। जदि तुम गोटे एंट्रांस एग्जाम दब तो से सब्जेक्ट उपर पूरा भल भाव पढ़ी जी भल भाव अंडरस्टांड करके से कथा कौन स्टूडेंट मानक डीप अंडरस्टांडिंग सब्जेक्ट उपर बहुत भल भाव प्रिपेयर कर जो एंट्रांस एग्जाम बोर्ड एग्जाम। कॉम्पिटिटिव एग्जाम्स हेल्प टू इम्प्रूव रीजनिंग लॉजिक प्रॉब्लम सॉल्विंग एबिलिटीज। जैसे आम कॉम्पिटिटिव एग्जाम अच्छे बैंकिंग रेलवे एसएससी तो ये सब कौन कर रीजनिंग को स्ट्रंग कर लॉजिक लगे क्वेश्चन मारे लॉजिक लगे सब कर गोटे प्रॉब्लम को सॉल्विंग करवा ये सब एबिलिटी डेवलप कर। स्टूडेंट्स लर्न बेटर टाइम मैनेजमेंट इन एग्जाम्स। ये सब एग्जाम कंडक्ट करने द्वारा एग्जाम जो छुआ मैंने बसिक एग्जाम देवे तो से बेटर टाइम मैनेजमेंट कर। नेगेटिव इफेक्ट कौन ना ये हूँ जो हेवी एकाडेमिक रही है हेवी एकाडेमिक बर्डन कैन कॉज स्ट्रेस एंड एंजाइटी। जो एत सिलेबस देखिए 10th क्लास किसी छुआ को स्ट्रेस और एंजाइटी हो। टीचर फोकस ओनली ऑन एग्जाम टॉपिक्स इग्नोरिंग क्रिएटिविटी एंड लाइफ स्किल्स। जोटा कि आम गवर्नमेंट स्कूल मानक मैक्सिमम स्कूल मानक सार मैंने चाहते हैं सिलेबस कंप्लीट करेंगे एग्जाम जहाँ जहाँ आसो सब कंप्लीट करेंगे छुआ मान तो जो क्रिएटिविटी अच्छे किए छुआ डांस भल कर किए छुआ आर्ट भल कर फोकस करा जाए ना ये सब एग्जाम टाइम। लर्निंग बिकम्स एग्जाम ड्रिवन इंस्टेड ऑफ इंस्टेंट है एवं जो एग्जाम हो तो जेहेतु ये सब बोर्ड एग्जाम कि तुम एंट्रांस एग्जाम आस तो ये सब एग्जाम ड्रिवन सब लर्निंग होची माने एग्जाम पॉइंट ऑफ व्यू एग्जाम रे कोन प्रकार क्वेश्चन आसे ता ऊपर सब लर्निंग खाली होची छुआर इंटरेस्ट को एटे देखा जाउ नै बुझिबे न। तो इक्वल अपॉर्चुनिटी इज रिड्यूस्ड स्पेशली फॉर स्टूडेंट्स हु कैन नॉट अफोर्ड कोचिंग। जो छुआ माने एटे इक्वल अपॉर्चुनिटी छुआ मिल नै जो छुआ माने कोचिंग अफोर्ड करि पर नाथि तो समान को इक्वल अपॉर्चुनिटी को मिले समान केवल खाली स्कूल गले आ जो माने कोचिंग अफोर्ड करि पर तो समान बेटर माने भलो भाव रे होची पाठ पढ़ले से स्कूल गले ता सहित कोचिंग गले तो इक्वल अपॉर्चुनिटी ये जो एंट्रांस एग्जाम आसुची इक्वल अपॉर्चुनिटी मिलू ना। तापर छुआ देखा ट्रेंड्स इन असेसमेंट एंड इवैल्यूएशन सबुठू होची बेस्ट लॉन्च क्वेश्चन या जदि ये जो टॉपिक में जो लॉन्च क्वेश्चन आसला तार एटा गोटे शॉर्ट क्वेश्चन तो प्रीवियस ईयर क्वेश्चन एनालिसिस करिवो देखिबो एटा गोटे लॉन्च क्वेश्चन थी। ट्रेंड्स इन असेसमेंट एंड इवैल्यूएशन ना नाउ डेट प्रेजेंट डेज में केमिति हम जो सब एग्जामिनेशन आड़े केमिति कोन केते सब चेंज आइछि ता भीतर केमिति कोन सब नुआ नुआ ट्रेंड्स सब आसिछि। With the growth of technology, teaching and evaluation methods are also changing। ଯେତେ ସବୁ ଟେକ୍ନୋଲୋଜି ନୂଆ ନୂଆ ସବୁ ଟେକ୍ନୋଲୋଜି ଆସୁଛି ତା ଦ୍ୱାରା ଆମର ଯେଉଁ ଟିଚିଂ ପ୍ରୋସେସ୍ ହଉ କିମ୍ବା ଇଭାଲୁଏସନ୍ ମେଥଡ଼ ହଉ ସିଏ ମଧ୍ୟ ଚେଞ୍ଜ ହେଇଯାଉଛି। ଦେଖ ତମେ ଯେତେବେଳେ ତମର ବାପା ମା ମାନେ ଯେତେବେଳେ ଏକ୍ଜାମ୍ ଦେଉଥିଲେ ସେମାନେ ପେନ୍ ଆଣ୍ଡ ପେପର୍ ଏକ୍ଜାମ୍ ଦେଉଥିଲେ ତମେ ଏବେ ଯେଉଁ ଏକ୍ଜାମ୍ ଦେଉଛ କମ୍ପ୍ୟୁଟରରେ ଏକ୍ଜାମ୍ ଦେଉଛ ତ ଧୀରେ ଧୀରେ କ'ଣ ହେଉଛି ଆମର ଇଭାଲୁଏସନ୍ ମେଥଡ଼ ମଧ୍ୟ ଚେଞ୍ଜ ହେଉଛି। Assessment and evaluation are changing with time to match new learning style, technology and students' needs। आम जो नुआ नुआ सब लर्निंग स्टाइल सब बढ़ुची टेक्नोलोजी सब इन्वेंट होती सब मैच करने आम जो परीक्षा जो सार मैंने कर जो असेसमेंट एंड इवैल्यूएशन कर चेंज होचे सी टाइम टू टाइम सी चेंज हो। तो ये जो प्रेजेंट डे नुआ नुआ कौन कौन सब चेंजेस आसे असेसमेंट एंड इवैल्यूएशन गोटा है ऑनलाइन एग्जामिनेशन। ऑनलाइन एग्जामिनेशन मान जो तुम जो मॉक दौ घर बसिकी कि मोबाइल जो मॉक दौ से ऑनलाइन एग्जामिनेशन गोटे एग्जाम। ऑनलाइन एग्जामिनेशन मीन्स गिविंग टेस्ट और एग्जाम्स यूजिंग ए कंप्यूटर और मोबाइल थ्रू द इंटरनेट। ऑनलाइन एग्जामिनेशन आम कहवा तुम जो टेस्ट दब एग्जाम दब क्या यूज करके कंप्यूटर हो कि मोबाइल यूज यूज करके
इंटरनेट द्वारा तुम गोटे टेस्ट देवाटाକୁ କୁହାଯାଏ ଅନଲାଇନ୍ ଏକ୍ଜାମିନେସନ୍। ଷ୍ଟୁଡେଣ୍ଟ ଆନ୍ସର୍ କ୍ୱେଶ୍ଚନ୍ସ ଅନ୍ ଦ ସ୍କ୍ରିନ୍ ଇନଷ୍ଟେଡ୍ ଅଫ୍ ରାଇଟିଂ ଅନ୍ ପେପର। ପେପରରେ ଲେଖିବା ବଦଳରେ ସେ ସ୍କ୍ରିନ୍ରେ ହେଉଛି ଟିକ୍ କରିକି ଆନ୍ସର୍ ଦେଇ ଦେଉଛନ୍ତି। ଆଡଭାଣ୍ଟେଜେସ୍ କ'ଣ ଅନଲାଇନ୍ ଏକ୍ଜାମିନେସନ୍? ଇଏ ହେଉଛି ଟାଇମ୍ ଆଉ ପେପର ଦୁଇଟା ମୋତେ ବଚାଉଛି ହେଲା। ଏଠି ପ୍ରିଣ୍ଟ କ୍ୱେଶ୍ଚନ୍ ତୁମ ପାଖରେ ଆସିକି ପହଞ୍ଚୁ ନାହିଁ। नो नीड टू प्रिंट क्वेश्चन पेपर और आंसर सीट ये सब प्रिंट करने पे दरकार नहीं मैं ऑनलाइन में ठीक को मार दूँ कैन बी टेकन फ्रॉम एनीवेयर तुम्हें घर कतरे थाओ तुम्हें तुम मामू घर थाओ कि माउसी थाओ जो भी थाओ तुम्हें मोबाइल कान गोटे मक टेस्ट देदेव तो से कौन कौन कैन बी टेकन ऑनलाइन एग्जामिनेशनटा सब जो कर तुम देपार तो स्टूडेंट्स कैन गिव द टेस्ट फ्रॉम द होम और एनी प्लेस ऑफ द with internet तुम्हारा फास्ट रिजल्ट तुम्हें मक ଦେଇଥିବ କି ନାଇଁ ଦେଇଥିବ ସବମିଟ୍ ମାରିବ ମାନେ ତୁମକୁ ସାଙ୍ଗେ ସାଙ୍ଗେ ସେ ରେଜଲ୍ଟ ଦେଇଦେବ କାହିଁକି ଆଗରୁ ସେ ସବୁ ଅଟୋମେଟିକାଲି ଫିକ୍ସଡ ହେଇଛି ତା ଆନ୍ସର ତ ରେଜଲ୍ଟ କ୍ୟାନ୍ ବି ଚେକ୍ଡ ଅର୍ ସେୟାର୍ଡ କୁଇକଲି ସ୍ପେଶାଲି ଇନ୍ ଏମସିକ୍ୟୁ ଟାଇପ୍ ଅଫ୍ କ୍ୱେଶ୍ଚନ୍ ଏମସିକ୍ୟୁ ଟାଇପ୍ ଅଫ୍ କ୍ୱେଶ୍ଚନ୍ରେ ରେଜଲ୍ଟଟା ସାଙ୍ଗେ ସାଙ୍ଗେ तुम्हें लेस चांस ऑफ चीटिंग चीटिंग केମିତି ହେବ ଚିଟିଂ ତ ତୁମେ କରିପାରିବ ନା ୱିଥ୍ ତାର ବହୁତ ଏକ ତ ଟାଇମ୍ ସର୍ଟେଜ୍ ତାପରେ ଯଦି ପୁରା ମନିଟର ହେଲା ତୁମ ପାଖରେ କିଛି ଜଣ ବସିକି ରହିଲା ନା ତୁମେ ଯଦି ଲ୍ୟାବ୍ରେ ଯାଇକି ଏକ୍ଜାମ୍ ଦେଲେ ତୁମ ପାଖରେ କିଏ ବସିକି ରହିଲା ତାହେଲେ ଏଠି ଚିଟିଂ ମଧ୍ୟ ହେଇଥାଏ ତ ସେ କହୁଛି ୱିଥ୍ ୱେବ୍ କ୍ୟାମ୍ ହେଲେ ସ୍କ୍ରିନ୍ ମନିଟରିଂ ଯେଉଁ ୱେବ୍ କ୍ୟାମେରା ଆଡ଼କୁ ଲାଗିଥାଏ ସ୍କ୍ରିନ୍ ମନିଟରିଂ ହେଲେ ଚିଟିଂମାନେ ଚିଟିଂ କରିପାରନ୍ତି କଷ୍ଟ ସବି ଏଠି ତୁମର ବହୁତ କିଛି କଷ୍ଟ ସେଭିଂ ହେଇଥାଏ କାହିଁକି ନା ଏଠି ତୁମର ପ୍ରିଣ୍ଟିଂ କରିବା ପାଇଁ ପେପର ପ୍ରିଣ୍ଟିଂର ଖର୍ଚ୍ଚ କମିଯାଇଥାଏ ट्राभेल को गोटे जगह जाकि तुम एग्जाम कर कमी था इनविजिलेटर आसी न था लजिस्टिक आसी न था कहीं भी आसी न था तो यहाँ कस्ट सेविंग होता है ऑनलाइन एग्जामिनेशन डिसएडवांटेजेस ऑफ ऑनलाइन एग्जामिनेशन देख छुआ जिते तुम यहाँ लंग क्वेश्चन पढ़ तुम कौन कर एडभांटेजेस एग्जामिनेशन लिख भाग भूल बुलेब ये सब पॉइंट आड़ जो आड़े ब्लाक लिखी सब डायग्राम रिप्रेजेंट कर तो से सब क्वेश्चन छुआ पॉइंट कर लिखुच तो तुमको डायग्राम बनाने इजी तापर डिसएडवांटेजेस ऑनलाइन एग्जामिनेशन कर नीड्स इंटरनेट एंड डिवाइस यदि इंटरनेट नथिबो किबा तुम पाखरे मोबाइल ही कंप्यूटर नथिबो ताल तुम एग्जामिनेशन दे परिबो तो स्टूडेंट पाखरे फुल इंटरनेट कनेक्शन रहबा दरकार बा मोबाइल या कंप्यूटर मध्ये रहबा दरकार टेक्निकल इशू जदि नेटवर्क फेल हैला तुम एग्जाम दे दो तुम नेट पळेला बा नेट सरियला किबा पावर कट हैला तुम वाईफाई बंद हैला सिस्टम यदि हैंग हैला कंप्यूटर नेटवर्क यदि हैंग हैला तुम सेइबो एग्जाम दे परिबो नॉट सुटेबल फॉर ऑल एग्जाम तो ड्राइंग कि तुम किसी गोटे आर्ट एग्जामिनेशन अच्छी है ड्राइंग एग्जामिनेशन अच्छी से सब कौन तुम कंप्यूटर दे पार से ऑनलाइन दे पार तो सब एग्जाम यहाँ सुटेबल रिस्क फॉर अनफेयर मीन्स विदाउट प्रॉपर मॉनिटरिंग स्टूडेंट मे ट्राई टू चीट है किसी किसी एग्जामिनेशन कौन करते छुआ मैंने जो घर को बसिक एग्जाम देवे तो से मोबाइल काढ़ी क्वेश्चन हाँ टाइप करके आंसर काढ़ी तुमको देदेवे तो जब प्रॉपर मॉनिटरिंग ना चीट कर चांसेस अच्छे डिजिटल स्किल देखो है जो ऑनलाइन एग्जामिनेशन कर ऑनलाइन टूल्स टाइम यूज कर प्रॉपर्ली यूज करा जाए विषय तुम नॉलेज देखा दरकार तुम जो कंप्यूटर गोटे एग्जाम कर कंप्यूटर माउस केमती चला जाए कौटी कौन कंप्यूटर ऑन कर जाए बेसिक जिन तुम जानवा दरकार बुझा जो कंप्यूटर बेस्ड एग्जामिनेशन जो और सीबीटी जो एसएससी बैंकिंग ये सब जो एग्जाम सब तुम जाऊँ पूरा लैब हो जाए कंप्यूटर देके आउच ताकि कहुए कंप्यूटर बेस्ड एग्जामिनेशन ओके तो कंप्यूटर बेस्ड एग्जामिनेशन मीन्स गिविंग एग्जाम्स ऑन ए कंप्यूटर यूजिंग इन ए टेस्ट सेंटर और स्कूल कंप्यूटर लैब है गोटे टेस्ट सेंटर हो कि तुम स्कूल कंप्यूटर लैब हो तुम गोटे कंप्यूटर व्यवहार करके जो एग्जामटा दूच कहुए कंप्यूटर बेस्ड एग्जामिनेशन इट इज commonly used in schools, colleges, and competitive exam like CAT, JNET, तमर एसएससी रेलवे एमएट ये सब जो कॉम्पिटिटिव एग्जाम अच्छी स्कूल कॉलेज में जब किसी तुम आईटी एग्जाम आगे रही तो से तुम किसी कौन करा ये कंप्यूटर बेस्ड एग्जामिनेशन होता है एडभांटेजेस कौन फास्ट एंड एक्यूरेट रिजल्ट देता एमसीक्यू वाला बेटा सागे सागे चेक करते ना ऑटोमेटिकली कंप्यूटर चेक करदेव सागे सागे तुमको रिजल्ट दे देते लेस पेपर यूज एवरीथिंग हैपेंस ऑन द स्क्रीन तो से इको फ्रेंडली ये पेपर ही यूज हुए ना टाइम सेविंग सागे सागे तुमको टाइम माने एका सागे सागे क्वेश्चन आसो तुम माने घंटे भितर जहाँ करदेव तुम हूँ सर तुमको तो प्रिंट करते पड़ो पेपर प्रिंट करते पड़ो कि चारिटे बांटते पड़ो समस्ते जाकि कौन करेंगे कंप्यूटर सामने बसी एग्जाम एग्जाम स्टार्ट है एग्जाम एंड है पड़े तो घंटे भितर सब टाइम सेविंग देखा क्लियर एंड नेट कौन नो हैंड राइटिंग इश्यू एवरीथिंग इज टाइप कहीं
କି ତମର ହେଉଛି ତମେ ଯେତେବେଳେ ଏସେ ଟାଇପ୍ ବା ଯେତେବେଳେ ପେପର୍ ଏକ୍ଜାମିନେସନ୍ ହେବ ସେତେବେଳେ କ'ଣ ହୁଏ କାହା ହ୍ୟାଣ୍ଡ ରାଇଟିଂ ତମକୁ ବୁଝି ହେଉଥିବ ଠିକ୍ ହେଇପାରିବ ସବୁ କମ୍ପ୍ୟୁଟର ପ୍ରିଣ୍ଟର ଟାଇପ୍ କରାଯାଇଥିବ ସେଥିପାଇଁ ତମକୁ ଏଠି କ୍ଲିୟର୍ ଆଉ ନିଟ୍ କ୍ୱେଶ୍ଚନ୍ ଆନ୍ସର୍ ପାଇ ଯେଉଁଟା ଭଲକି ଦେଖାହେବ। ତାପରେ ରାଣ୍ଡମାଇଜ୍ଡ କ୍ୱେଶ୍ଚନ୍ସ ତମେ ତମେ ବସ ତମ ପାଖରେ ଯେଉଁ ଛୁଆଟା ବସେ ତମର ଆଉ ତାର କ'ଣ କ୍ୱେଶ୍ଚନ୍ ଅର୍ଡ଼ର ଆଣିକି ସମାନ ହେଇଥିବ ତମର 1 ନମ୍ବରରେ ଯେଉଁଟା ଥିବ ତାର ହେଉଛି 10 ନମ୍ବରରେ ସେଇଟା ଥିବ। ତ ରାଣ୍ଡମାଇଜ୍ଡ ସବୁ କ୍ୱେଶ୍ଚନ୍ ଥାଏ ମାନେ ସେମ୍ କ୍ୱେଶ୍ଚନ୍ ଥାଏ କିନ୍ତୁ ଡିଫରେଣ୍ଟ ଅର୍ଡ଼ରରେ ଥାଏ। ତ ଡିଫରେଣ୍ଟ ଷ୍ଟୁଡେଣ୍ଟସ୍ ଗେଟ୍ କ୍ୱେଶ୍ଚନ୍ସ ଇନ୍ ଡିଫରେଣ୍ଟ ଅର୍ଡ଼ର ହୁଇଚ୍ ରିଡ୍ୟୁସ୍ ଚିଟିଂ ଯାହାଦ୍ୱାରା ଚିଟିଂ ହୁଏନି। ତମେ ଯଦି ପଚାରିବ ତାକୁ 1 ନମ୍ବର ଆନ୍ସର୍ଟା ହେବ ସେ କେବଳ କହିଦେଇଥିବ ତମେ ମାରିଦେଲା ବେଳେ ତମର ଭୁଲିଯିବ କାରଣ ତାର 1 ନମ୍ବର ତମର 1 ନମ୍ବର ସହିତ ସମାନ ନୁହେଁ। डिसएडवांटेजेस କ'ଣ ନା କମ୍ପ୍ୟୁଟର ନଲେଜ୍ ଇଜ୍ ଲିମିଟେଡ୍ ହେଲା ଗୋଟେ ଛୁଆକୁ ଯଦି କମ୍ପ୍ୟୁଟର ବେଷ୍ଟ ଏକ୍ଜାମିନେସନ୍ ଦେବ ତାହେଲେ କମ୍ପ୍ୟୁଟର ବେଶୀ ନଲେଜ୍ ତାକୁ ଜଣାଥିବା ଦରକାର ଯେ କମ୍ପ୍ୟୁଟର କେମିତି ଚଳାଯାଏ ମାଉସ୍ ଟାକୁ କେମିତି ୟୁଜ୍ କରନ୍ତି ସେସବୁ ଜାଣିଥିବା ଦରକାର। ହାର୍ଡ଼ୱେର୍ ଏବଂ ସଫ୍ଟୱେର୍ ଡେଭଲପମେଣ୍ଟ ଯଦି ମଝିରେ ମଝିରେ ପାୱାର କଟ୍ ହେଇଗଲା କିମ୍ବା ହେଉଛି ତମର କମ୍ପ୍ୟୁଟରଟା ହ୍ୟାଙ୍ଗ୍ ହେଇଗଲା ହେଲା କମ୍ପ୍ୟୁଟରଟା ସଡନ୍ଲି ପୁରୁଣା ବେଶୀ ପୁରୁଣା ହେଇଗଲା କମ୍ପ୍ୟୁଟରଟା ସଡନ୍ଲି ବନ୍ଦ ହେଇଗଲା ତାହେଲେ ତମେ ଆଉ ଏକ୍ଜାମ୍ ସବୁ ଦେଇପାରିବ ତମ ଏକ୍ଜାମ୍ର ଡାଟାଟା ସବୁ ଉଡ଼ିକି ଯିବ। ତେବେ ଷ୍ଟ୍ରେସଫୁଲ୍ ଫର୍ some students feel nervous using computers or may find it difficult to read from the screens। ମୋର ବି ଏବେ ବି ମନେ ଅଛି ଯେତେବେଳେ ମୁଁ ଫାର୍ଷ୍ଟ ଟାଇମ୍ ପାଇଁ ଯେତେବେଳେ କମ୍ପ୍ୟୁଟରରେ ଏକ୍ଜାମ୍ ଦେଇଥିଲି ମୁଁ ସେଇ ଏକ୍ଜାମ୍ ବହୁତ ଷ୍ଟ୍ରେସ୍ ଫିଲ୍ କରୁଥିଲି ପୁରା ନର୍ଭସ୍ ଫିଲ୍ କରୁଥିଲି କାରଣ ତା ପୂର୍ବରୁ ଆମେ କମ୍ପ୍ୟୁଟରରେ ଏକ୍ଜାମ୍ ଦେଇଥିଲେ ତ ଯେଉଁମାନେ ଫାର୍ଷ୍ଟ ଟାଇମ୍ ପାଇଁ କମ୍ପ୍ୟୁଟରରେ ଏକ୍ଜାମ୍ ଦେବେ ବା ସ୍କ୍ରିନ୍ରେ ଏକ୍ଜାମ୍ ଦେବେ ତ ସେତେବେଳେ କ'ଣ ହେବ ସେମାନେ ବହୁତ ଷ୍ଟ୍ରେସଫୁଲ୍ ବଟ୍ ନଟ୍ ସୁଇଟେବୁଲ୍ ଫର୍ ପ୍ରାକ୍ଟିକାଲ୍ ଆଣ୍ଡ ରିଟେନ୍ ହେଭିଲି ଏକ୍ଜାମ୍ ଯେଉଁଗୁଡ଼ାକ ଏସେ ଟାଇପ୍ କ୍ୱେଶ୍ଚନ୍ ଗୁଡ଼ିକ ଡ୍ରଇଂ ଗୁଡ଼ାକ ପ୍ରାକ୍ଟିକାଲ୍ କ୍ୱେଶ୍ଚନ୍ ଗୁଡ଼ିକ ଏଠି ଆମେ ସବୁ ସବଜେକ୍ଟ ପାଇଁ ଏଇଟା ସୁଇଟେବୁଲ୍ ବୁଝିପାରିଲ କିଛି ଆଡ଼ଭାଣ୍ଟେଜେସ୍ ଥିଲା କିଛି ଡିସଆଡ଼ଭାଣ୍ଟେଜେସ୍ ଥିଲା। ତାପରେ ଦେଖିବା ଯେଉଁ ଆମର ନା ଷ୍ଟାଣ୍ଡାର୍ଡ଼ ବେସ୍ଡ ଆସେସମେଣ୍ଟ ହେଲା ଷ୍ଟାଣ୍ଡାର୍ଡ଼ ବେସ୍ଡ ଆସେସମେଣ୍ଟ ମାନେ କ'ଣ ନା ଷ୍ଟାଣ୍ଡାର୍ଡ଼ ବେସ୍ଡ ଆସେସମେଣ୍ଟସ୍ ଚେକ୍ସ student learning based on specific learning standards or outcomes। ଏହା ମାନେ କ'ଣ ଦେଖ ପ୍ରତି ତମର ହେଉଛି ଗ୍ରେଡ୍ ଲେଭେଲ୍ ପ୍ରତି ଗ୍ରେଡ୍ ଲେଭେଲ୍ ମାନେ କ'ଣ ବୁଝିପାରୁଛ କ୍ଲାସ୍ 1 କ୍ଲାସ୍ 2 କ୍ଲାସ୍ 3 କ୍ଲାସ୍ 4 କିଛି କିଛି ଷ୍ଟାଣ୍ଡାର୍ଡ଼ସ୍ ରଖାଯାଇଥିବ। ଷ୍ଟାଣ୍ଡାର୍ଡ଼ସ୍ ମାନେ ମୁଁ ତୁମକୁ ଏକ୍ଜାମ୍ପଲ୍ ଦେଇକି ଫାଷ୍ଟ ବୁଝାଉଛି ତାପରେ ଯାଇକି ଏଇଟା ବୁଝିହେବ ଠିକ୍ ସେମିତି। ଏକ୍ଜାମ୍ପଲ୍ କ'ଣ ମାନେ ଗୋଟେ ଷ୍ଟାଣ୍ଡାର୍ଡ଼ ହେଉଛି ଷ୍ଟୁଡେଣ୍ଟସ୍ ୱିଲ୍ ବି ଏବୁଲ୍ ଟୁ ସଲ୍ଭ 2 digit addition problems without carry এটা ଗୋଟେ ଷ୍ଟାଣ୍ଡାର୍ଡ଼ ରଖା ହେଲା କୋଉ ପାଇଁ କ୍ଲାସ୍ 2 ପାଇଁ ତ କ୍ଲାସ୍ 2ରେ ଯେଉଁ ଛୁଆମାନେ ରହିଛନ୍ତି ସେମାନେ ଆଡ଼ିସନ୍ କରିପାରିବେ 2 digit ୱିଦାଉଟ୍ କ୍ୟାରି ଦେଇକି ସେମାନେ ମୋର ଆଡ଼ିସନ୍ କରିପାରିବେ। ତ ତୁମେ କ'ଣ କଲ ଫାଷ୍ଟ ତାଙ୍କୁ ଏକ୍ଜାମ୍ କରେଇଲ ଏଇଟା ଗୋଟେ ଷ୍ଟାଣ୍ଡାର୍ଡ଼ରେ ତୁମର ଏକ୍ଜାମ୍ ତୁମେ କରେଇଲ ଏକ୍ଜାମ୍ କରିକି ତୁମେ ତାକୁ ଫିଡ଼ବ୍ୟାକ୍ ଦେଲ ହେଲା ସେ କେବଳ ସେଇ ଆଡ଼ିସନ୍ ଉପରେ ହିଁ ଏକ୍ଜାମ୍ କରିବ କାରଣ ଏଇ ଯେଉଁ ଷ୍ଟାଣ୍ଡାର୍ଡ଼ ବେସ୍ ଆସେସମେଣ୍ଟଟା ଗୋଟିଏ ହିଁ ସ୍କିଲ୍ ତୁମର ଚେକ୍ କରିଥାଏ ଏ ଯେଉଁ ଆଡ଼ିସନ୍ ସ୍କିଲ୍ଟାକୁ ଚେକ୍ କଲା ତା ଛଡ଼ା ତାପରେ ଫିଡ଼ବ୍ୟାକ୍ ଦେଲ ଯଦି ସେମାନେ ହେଉଛନ୍ତି କରିପାରିଲେ ତାହେଲେ ଲେଖିବ ମିଟ୍ ଦି ଷ୍ଟାଣ୍ଡାର୍ଡ଼ ମାନେ ତୁମେ ଯେଉଁ ତାଙ୍କୁ ଦେଇଥିଲ ଯେଉଁ ଟାସ୍କ ଦେଇଥିଲ ସେ ଟାସ୍କଟା ସେମାନେ କରିଦେଲେ ଯଦି ମାନେ କ୍ୟାରି ନେଇକି ମଧ୍ୟ କରିପାରୁଛନ୍ତି ତାହେଲେ ଏଇଟା ପାର୍ସିଆଲ୍ ଡିମେରିଟ୍ ହେଲା। ଯଦି ଜମା ହିଁ ଆଡ଼ିସନ୍ କରିପାରୁନଥିବେ ତାହେଲେ ନିଡ୍ସ ଇମ୍ପ୍ରୁଭମେଣ୍ଟ ବା ସେମାନେ କରିପାରିଲେ ନାହିଁ ବୁଝିପାରିଲେ। ଏଠି କ'ଣ କରାଯାଏ ଫାଷ୍ଟ ଗୋଟେ ସ୍ପେସିଫିକ୍ ଲର୍ଣ୍ଣିଂ ଷ୍ଟାଣ୍ଡାର୍ଡ଼ସ୍ ଗୋଟେ ରଖାଯାଏ ଆଉ ତା ଉପରେ ଛୁଆଟା କେତେ ପାଠ ପଢ଼ିଛି ବା ସେଇ ତାରି ଉପରେ କେତେ ଛୁଆଟା ହେଉଛି ନଲେଜ୍ ଗେନ୍ କରିଛି ତାକୁ ଚେକ୍ କରାଯାଇଥାଏ ତାକୁ କୁହାଯାଏ ଷ୍ଟାଣ୍ଡାର୍ଡ଼ ବେସ୍ଡ ଆସେସମେଣ୍ଟ ବୁଝିପାରିଲେ। ଏଠି ଫୋକସେସ୍ ଅନ୍ ହ୍ୱାଟ୍ ଷ୍ଟୁଡେଣ୍ଟସ୍ ସୁଡ୍ ନୋ ଆଣ୍ଡ ବି ଏବୁଲ୍ ଟୁ ଡୁ ଇଚ୍ ଗ୍ରେଡ୍ ଲେଭେଲ୍ ବା ପ୍ରଥମ ଶ୍ରେଣୀ ଛୁଆଟା କ'ଣ କ'ଣ କରିପାରିବ ଦ୍ୱିତୀୟ ଶ୍ରେଣୀ ଛୁଆଟା କ'ଣ କ'ଣ କରିପାରିବ ବା ଯେ ଅଷ୍ଟମ ଶ୍ରେଣୀର ଛୁଆଟା ଅଛି ସେ କ'ଣ କ'ଣ କରିପାରିବ ତାହା ଉପରେ ସେ ଫୋକସ୍ କରିଥାଏ। ତ ଅଷ୍ଟମ ଶ୍ରେଣୀ ଛୁଆଟା କ'ଣ ଜାଣିଥିବା ଦରକାର ସେ ଅଷ୍ଟମ ଶ୍ରେଣୀ ସରିଲା ବେଳକୁ ସେ କ'ଣ କ'ଣ କରିପାରୁଥିବା ଦରକାର ବା କ'ଣ ଜାଣିଥିବା ଦରକାର ହେଲା ତାକୁ ଫାଷ୍ଟ ଲେଖା ହେଇଥାଏ ଆଉ ତାରି ଉପରେ ହିଁ ତୁମର ଅଷ୍ଟମ ଶ୍ରେଣୀ ଯେତେବେଳେ ସରେ ତା ଉପରେ ଗୋଟେ ଏକ୍ଜାମ୍ ହେଇଥାଏ ତାକୁ ହିଁ କୁହାଯାଏ ଷ୍ଟାଣ୍ଡାର୍ଡ଼ ବେସ୍ଡ ଆସେସମେଣ୍ଟ ହେଲା। ତ ଷ୍ଟାଣ୍ଡାର୍ଡ଼ ବେସ୍ଡ ଆସେସମେଣ୍ଟର ମାନେ କିଛି ଫିଚର୍ସ ଅଛି ଦେଖ ତ ଷ୍ଟୁଡେଣ୍ଟସ୍ କ୍ୟାନ୍ ଶୋ ଦେୟାର ଅଣ୍ଡରଷ୍ଟାଣ୍ଡିଂ ଇନ୍ ମେନି ୱେଜ୍ ଲାଇକ୍ MCQ ଏସେଜ୍ ପରଫର୍ମାନ୍ସ ଅର୍ ପ୍ରୋଜେକ୍ଟସ୍। ଏ ଯେଉଁ ଷ୍ଟାଣ୍ଡାର୍ଡ଼ ବେସ୍ଡ ଆସେସମେଣ୍ଟର ଡିଫରେଣ୍ଟ ଟାଇପ୍ର କ୍ୱେଶ୍ଚନ୍ସ ବି ୟୁଜ୍ କରିପାରିବ ଛୁଆର ନଲେଜ୍ ଚେକ୍ କରିପାରିବ। ତୁମେ MCQ କ୍ୱେଶ୍ଚନ୍ ଚେକ୍ କରିପାରିବ ଏସେ ଟାଇପ୍ର କ୍ୱେଶ୍ଚନ୍ ଇଏ କରିପାରିବ କିଛି ପରଫର୍ମାନ୍ସ କଲେ କିମ୍ବା ଡ୍ରଇଂ ତ ପରଫର୍ମାନ୍ସ କଲେ ତା କହିଥିବ ଆଉ ପ୍ରୋଜେକ୍ଟ ମଧ୍ୟ ଷ୍ଟାଣ୍ଡାର୍ଡ଼ ବେସ୍ ଆସେସମେଣ୍ଟରେ ତୁମେ ଦେଇପାରିବ। ଗୋଟେ ବହୁତ ଭଲ ପଏଣ୍ଟ ହେଉଛି ଷ୍ଟାଣ୍ଡାର୍ଡ଼ ବେସ୍ ଆସେସମେଣ୍ଟରେ ତୁମକୁ କେବେ ମାର୍କ ମିଳିନଥାଏ ହେଲା ଯେଉଁ ଷ୍ଟାଣ୍ଡାର୍ଡ଼ ବେସ୍ ଆସେସମେଣ୍ଟ ଏବେ ତ ଏଇଟା ମାନେ ଆମ ଓଡ଼ିଶାର ଛୁଆ ହେଉଛି ଲାଗୁ ହେଇନି ଏଇଟା ବିଭିନ୍ନ ପ୍ରକାର କଣ୍ଟ୍ରିରୁ ବାହାର କଣ୍ଟ୍ରିର ଷ୍ଟାଣ୍ଡାର୍ଡ଼ ବେସ୍ ଆସେସମେଣ୍ଟ ହେଉଛି ଲାଗୁ ହେଇଛି ତ ସେଟା କ'ଣ ଏଠି ହେଉଛି ତୁମକୁ ହେଉଛି ସ୍କୋର କିମ୍ବା ରାଙ୍କ ଏଠି ମିଳିନଥାଏ only तुमको फीडबैक मिलेगा। स्टूडेंट्स गेट फीडबैक on what they have achieved or what would work on next।
ମାନେ ତମକୁ ଗୋଟେ ଏକ୍ଜାମ୍ ହେଲା ତୋର ଏଇଟା ଗୋଟେ ଏକ୍ଜାମ୍ପଲ୍ ଦେଖେଇଲି ଏଇଟା ତମକୁ ଗୋଟେ ଷ୍ଟାଣ୍ଡାର୍ଡ଼ ଦିଆହେଲା ତମେ କଲ ସେଠି ତମକୁ କେବଳ ଫିଡ଼ବ୍ୟାକ୍ ମିଳିବ ଯେ ହଁ ମୁଁ ଯେଉଁ ଷ୍ଟାଣ୍ଡାର୍ଡ଼ଟା ସାର୍ ଯେଉଁ ଷ୍ଟାଣ୍ଡାର୍ଡ଼ ଦେଇଥିଲି ତୁମେ ଏଇଟା ପାଇଯାଇଛ କିମ୍ବା ତୁମେ ଅଳ୍ପ କିଛି ପାଇଛ ଆଉ ଟିକେ ନ ଜମା ନ ପାଇଛ ତାହେଲେ ଲେଖା ହେବ ନିଡ୍ସ ଇମ୍ପ୍ରୁଭମେଣ୍ଟ ଏଠି କିଛି ମାର୍କ ତମକୁ କିମ୍ବା କିଛି ର୍ୟାଙ୍କ ମିଳିବ ନାହିଁ ହେଲା। ତ ଏଠି କିଛି ଫିଡ଼ବ୍ୟାକ୍ ଦିଆହେବ ଯିଏ କହିବ ଯେ ଷ୍ଟୁଡେଣ୍ଟଟା ସେଇଟା ଆଚିଭ୍ କରିଛି ନା କରିବ କିମ୍ବା ଯଦି ଆଚିଭ୍ କରିନାହିଁ ତାହେଲେ ତା ନେକ୍ସଟ ଟାଇମ୍ରେ ସେ କ'ଣ କରିପାରିବ ବୁଝିପାରିଲେ। Advantages from SBA ନା all student can succeed not just the top rank person ଯେଉଁମାନେ ମାର୍କ ବେଳେ କ'ଣ ହେଲା କେବଳ ଯେଉଁମାନେ ଟପ୍ ର୍ୟାଙ୍କରେ ରଖିଛନ୍ତି ସେମାନେ ହିଁ କେବଳ ଖାଲି ସକ୍ସେସ୍ ପାଇଛନ୍ତି ବା ସେମାନେ ହିଁ କେବଳ ହେଉଛି କ'ଣ ବେଶୀ ମାର୍କ ବେଶୀ ଭଲ ଛୁଆ ବା ବେଶୀ ସ୍କୋର କରୁଛନ୍ତି ସେମିତି ଏଠି SBAରେ ସମସ୍ତେ ସକ୍ସେସ୍ କରିବେ ଯେଉଁମାନେ ସେ ପ୍ରୋବ୍ଲେମଟା କରିଦେଲେ ସମସ୍ତେ ଏଠି ପାସ୍ ହେଇଛନ୍ତି ଆଉ ସମସ୍ତେ ଭଲ ରଖିଛନ୍ତି। Promotes higher order of thinking through the open-ended question. SBAରେ ଯେତେବେଳେ ପକେଇଥାଏ କ'ଣ ଏସେ ଟାଇପ୍ କ୍ୱେଶ୍ଚନ୍ ତ ଏଠି ତୁମକୁ କ'ଣ କରିଥାଏ ତୁମେ ମାନେ ତୁମେ ସେ କ୍ୱେଶ୍ଚନ୍ ଉପରେ ବହୁତ କିଛି ଲେଖିପାରିବ ହେଲା ତୁମର ଥିଙ୍କିଂଟାକୁ ସେ ହାୟର ଅର୍ଡ଼ର ଥିଙ୍କିଂକୁ SBA ପ୍ରମୋଟ୍ କରିଥାଏ ଯେ ଗୋଟେ ଟପିକ୍ ଦିଆହେଲା ସେ ଟପିକ୍ ଉପରେ ଛୁଆ ଲେଖିବେ ତାକୁ ସାର୍ମାନେ ପଢ଼ିକି ତାପରେ ଗୋଟେ କମେଣ୍ଟ ଦେବେ ବା ଗୋଟେ ଫିଡ଼ବ୍ୟାକ୍ ଦେବେ। Makes teaching and learning more goal oriented and meaningful ଏହା ଦ୍ୱାରା ଆମର ଯେଉଁ ଟିଚିଂ ଲର୍ଣ୍ଣିଂଟା ଅଛି ବହୁତ ହି ମିନିଂଫୁଲ୍ ହେଉଛି ବା ବହୁତ ହି ଗୋଲ୍ ଓରିଏଣ୍ଟେଡ୍ ହେଇଯାଉଛି ମାନେ ଇଏ କେବଳ ଖାଲି ତୁମର ଦେଖୁନାହିଁ ଯେ ତୁମେ ହେଉଛି କ'ଣ ଖାଲି ହେଉଛି ତୁମେ ପାସ୍ କଲ କି ଫେଲ୍ କଲ କିମ୍ବା କେତେ ମାର୍କ ରଖିଲ ସେ ସେମାନଙ୍କ ଦେଖୁନ କି ତୁମକୁ ପ୍ରପର୍ଲି ପାଠ ହିଁ ପଢ଼ାଉଛି। Helps reduce unfair promotion of students who have not mastered basics এটা হচ্ছে କାହିଁକି ଏତେ ଭଲ କାହିଁକି ନା ଏଠି ହେଉଛି ସେଇ ଛୁଆମାନଙ୍କୁ ଆଉ ଗୋଟେ କ୍ଲାସ୍କୁ ହେଉଛି ପଠାଯାଇଥାଏ SB ଆସେସମେଣ୍ଟର ସେଇ ଛୁଆମାନଙ୍କୁ ଆଉ ଗୋଟେ କ୍ଲାସ୍କୁ ପଠାଯାଇଥାଏ ଯିଏକି ବେସିକ୍ ଷ୍ଟାଣ୍ଡାର୍ଡ଼ସ୍ ବା ବେସିକ୍ ମାଷ୍ଟର୍ସ ଆରମ୍ଭ କରିଦେଇଥିବେ ଗୋଟେ 5 କ୍ଲାସ୍ ଛୁଆକୁ ବେସିକଲି ତାକୁ ପ୍ଲସ୍ ମାଇନସ୍ ଇଣ୍ଟୁ ଡିଭାଇଡ଼ ଆସିବା ଦରକାର ତ ତା ଉପରେ ଯେଉଁ ଏକ୍ଜାମ୍ଟା ହେବ ଯେଉଁମାନେ ତାକୁ ପାସ୍ କରିବେ ସେମାନେ ନେକ୍ସଟ କ୍ଲାସ୍କୁ ଯିବେ ଆଉ ଯେଉଁମାନେ ପାସ୍ କରିପାରିବେ ସେମାନେ ସେଇ 5 କ୍ଲାସ୍ରୁ ହିଁ ରହିବେ ସେଇଟା ହେଉଛି ଅନଫେୟାର ପ୍ରମୋସନ୍ ଯେଉଁ ଏବେ ଆମେ କରିଦେଉଛୁ କି ଯେ ସବୁ ଛୁଆ ପାସ୍ ଯେ 5 କ୍ଲାସ୍ରୁ ନାଁ ଲେଖିପାରୁଥିବେ ମଧ୍ୟ ସେ 6 କ୍ଲାସ୍ରୁ ପାସ୍ ହେଉଛି ତ ସେମିତି ଏଠାରେ ହୋଇଥାଏ ଯିଏ ଆକ୍ଚୁଆଲି ପାଠ ଜାଣିଛି ଯିଏ ବେସିକ୍ ଜିନିଷ ଜାଣିଛି ସିଏ ହିଁ ଯିବ ହେଲା। ତାପରେ ଇଣ୍ଟରନ୍ୟାସନାଲ ପଲିସିସ୍ ଇନ୍ ଷ୍ଟାଣ୍ଡାର୍ଡ଼ ବେସ୍ଡ ଆସେସମେଣ୍ଟ ଷ୍ଟାଣ୍ଡାର୍ଡ଼ ବେସ୍ଡ ଆସେସମେଣ୍ଟ ଯେଉଁ ଅଛି ତାପରେ ଇଣ୍ଟରନ୍ୟାସନାଲ ଲେବୁଲର କ'ଣ କ'ଣ କିଏ କ'ଣ ପଦକ୍ଷେପ ନେଇଛି ସେଟା ଦେଖିବା। It means many countries use standard-based assessment to check what students have learned in their learning process. প্রথমে এই যে ବହୁତ ଗୁଡ଼ିଏ କଣ୍ଟ୍ରି ଅଛି ସେ ହେଉଛି ଏଇ ଯେଉଁ ଷ୍ଟାଣ୍ଡାର୍ଡ଼ ବେସ୍ ଆସେସମେଣ୍ଟ ଗୁଡ଼ାକୁ ଆକ୍ସେପ୍ଟ କରିଛନ୍ତି ଆଉ ତାଙ୍କ ଛୁଆଙ୍କ ଉପରେ ଏଇଟା ହେଉଛି ଚେକ୍ କରୁଛନ୍ତି ଯେ ଛୁଆଟା ପ୍ରକୃତରେ କେତେ ତାଙ୍କ ଯେଉଁ ପାଠପଢ଼ା କେତେ ପାଠପଢ଼ା ଜାଣିଛି ତାକୁ ଚେକ୍ କରିବା ପାଇଁ ବହୁତ କଣ୍ଟ୍ରିର ଷ୍ଟାଣ୍ଡାର୍ଡ଼ ବେସ୍ ଆସେସମେଣ୍ଟଟା ଏବେ ହେଉଛି ଯେଉଁଭଳିଆ କଣ୍ଟ୍ରିଜ୍ ଲାଇକ୍ USA, UK, ଅଷ୍ଟ୍ରେଲିଆ, ଆୟାରଲାଣ୍ଡ, ସିଙ୍ଗାପୁର, ମାଲେସିଆ ଏଗୁଡ଼ା ସବୁ SBAଠାରୁ ବହୁତ ହି ୟୁଜ୍ କରୁଛନ୍ତି। ତାପରେ କଣ୍ଟ୍ରିଜ୍ ଲାଇକ୍ ନ୍ୟୁଜିଲାଣ୍ଡ ହେଲା SBA emphasis assessment for learning not just of learning ମାନେ କ'ଣ ନ୍ୟୁଜିଲାଣ୍ଡର ଯେଉଁ ଆସେସମେଣ୍ଟ ହୋଇଥାଏ ବା SBA ଯେଉଁ ନ୍ୟୁଜିଲାଣ୍ଡ ଯେଉଁ SBAଟାକୁ ଷ୍ଟାଣ୍ଡାର୍ଡ଼ ବେସ୍ ଆସେସମେଣ୍ଟରେ ଗ୍ରହଣ କରିଛି ତାକୁ ଯେଉଁ ଷ୍ଟାଣ୍ଡାର୍ଡ଼ ବେସ୍ ଆସେସମେଣ୍ଟ ଫର୍ ଲର୍ଣ୍ଣିଂଟାକୁ ବେଶୀ ଏମ୍ଫାସାଇଜ୍ କରାଯାଏ। ଆସେସମେଣ୍ଟ ଫର୍ ଲର୍ଣ୍ଣିଂଟା କ'ଣ ଫର୍ମେଟିଭ୍ ଆସେସମେଣ୍ଟ କହିଥିଲି ନା ଗୋଟେ ଆସିବ ଫର୍ମେଟିଭ୍ ଆସେସମେଣ୍ଟ ମାନେ କ'ଣ ତାର ଯେଉଁ SBA ଯେଉଁ ଏକ୍ଜାମ୍ ଆରମ୍ଭ କରିଥାଏ ସିଏ ହେଉଛି ପୁରା ଛୁଆଟା ପ୍ରଥମରୁ ଧର ଦ୍ୱିତୀୟ କ୍ଲାସ୍ କିମ୍ବା 9ରୁ 10 କ୍ଲାସ୍ ଭିତରେ ତାର SBA ଗୋଟେ ଏକ୍ଜାମ୍ କରିଦେଲା ତା ଉପରେ ସେ ପଠେଇବ ଯେ ସେ ଛୁଆଟା 9ରୁ 10 ଯିବ କି ନ ଯିବ ତାଙ୍କର ସେଠି କିଛି ଫାଇନାଲ୍ ଏକ୍ଜାମ୍ ନଥାଏ ବା ତାଙ୍କର କିଛି ଲାଷ୍ଟ ଯେଉଁ ବୋର୍ଡ଼ ଏକ୍ଜାମ୍ ସେଟା କିଛି ନଥାଏ ପୁରା ବର୍ଷ ସାରା ଛୁଆର ପରଫର୍ମାନ୍ସକୁ ଦେଖିକି ତାକୁ ଗୋଟେ କ୍ଲାସ୍ରୁ ଆଉ ଗୋଟେ କ୍ଲାସ୍କୁ ନିଆଯାଇଥାଏ କେଉଁଠି ହେଇଛି ଏଇଟା ନ୍ୟୁଜିଲାଣ୍ଡର ହେଇଛି କିଛି କିଛି ସ୍କୁଲ୍ ବୁଝିପାରିଲେ ତ ଏଇଟା ପୁରା ଟୋଟାଲ୍ ଥିଲା ତମର ୟୁନିଟ୍ 5ଟା ବହୁତ ଇଜିଲି ବହୁତ ଭଲ ଭାବରେ ମୁଁ ବୁଝେଇ ଦେଇଛି ଯେଉଁଠି ଯାହାକୁ କିଛି ପ୍ରୋବ୍ଲେମ୍ ଥିବ ମୋତେ କମେଣ୍ଟରେ ମୋତେ କହିପାରିବେ ଯଦି ଭିଡ଼ିଓଟା ଭଲ ଲାଗିଛି ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେବେ ଆଉ ଯଦି ଆପଣ ଏଇ PDF ନୋଟ୍ଟାକୁ ପରଚେସ୍ କରିବା ପାଇଁ ଚାହୁଁଛନ୍ତି ଏଇଟା ମୋ ହ୍ୱାଟ୍ସଆପ୍ ନମ୍ବର 91743349 ଏଇଟା ମୋତେ ହ୍ୱାଟ୍ସଆପ୍ କରିପାରିବେ only 390 rupees ପଡ଼ିବ ତୁମର ଦୁଇଟା ମେନ୍ ସବଜେକ୍ଟ ତା ସହିତ ଦୁଇଟା ପେଡାଗୋଜି ସବଜେକ୍ଟ ଓକେ। Thank you for watching my video till there. ଜୟ ଜଗନ୍ନାଥ।